हेलो एवरीवन साटिस्फायर आपण मानक स्वागत पिलामने आज आम दशम श्रेणी इतिहास बही पढ़ुअछु जोटा कि प्रथम अध्याय रही अछि भारतीय जातीय आंदोलन गांधी युग और एथिरे पांचटी पाठ रही अछि आज आम पढ़िबा प्रथम पाठ भारतीय जातीय आंदोलन रे गांधीकर अविराव आउ सेथिरे कोन कोन आम टॉपिक गुडाक पढ़िबा से टिके देखिनबा पिलामने गांधीकर जीवन विषय पढ़िबा गांधीकर दक्षिण आफ्रिका ଯାତ୍ରା ବିଷୟରେ ପଢ଼ିବା ଦକ୍ଷିଣ ଆଫ୍ରିକାରେ ସଂଗ୍ରାମ ବିଷୟରେ ପଢ଼ିବା ଗାନ୍ଧୀଜୀଙ୍କ ଭାରତର ଆଗମନ ବିଷୟରେ ପଢ଼ିବା ଓ ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ସଂଗଠିତ ଆନ୍ଦୋଳନ ଗୁଡ଼ିକର ବିଷୟରେ ପଢ଼ିବା ସେଗୁଡ଼ିକ ହେଲା ଚମ୍ପାରା ସତ୍ୟାଗ୍ରହ ଖେଡ଼ା ସତ୍ୟାଗ୍ରହ ଲୁଗା ଅହମଦାବାଦ ଲୁଗା କାରଖାନା ଆନ୍ଦୋଳନ ରାୱାଲ ବିରୋଧ ଆନ୍ଦୋଳନ ଜାଲିଆନାବାଗ ହତ୍ୟାକାଣ୍ଡ ବିରୋଧରେ ଆନ୍ଦୋଳନ ଏଗୁଡ଼ିକ ଆମେ ପଢ଼ିବା ଯଦି ପିଲାମାନେ ଆମେ ଯଦି ପୃଥିବୀର ଇତିହାସକୁ ତାର ପୃଷ୍ଠାକୁ ଖୋଲିବା ଅନେକ ମହାନ ବ୍ୟକ୍ତି ମାନଙ୍କ ମଧ୍ୟରୁ ମହାତ୍ମା ଗାନ୍ଧୀ ଅନ୍ୟତମ ବରଂ ମହାତ୍ମା ଗାନ୍ଧୀ ଆମ ଭାରତରେ ଓଡ଼ିଶାରେ ସୀମିତ ନୁହଁ ସାରା ବିଶ୍ୱରେ ତାଙ୍କର ପ୍ରସିଦ୍ଧ ନାମ ଅର୍ଜନ କରିଛନ୍ତି ଗୋଟେ ସଂଗ୍ରାମୀ ଅନୁସାରେ ଗୋଟେ ସତ୍ୟବାଦୀ ଅନୁସାରେ ଗୋଟେ ଅହିଂସାର ନୀତି ଅନୁସାରେ ସେ ଗୋଟେ ପରିଚିତ ରହିଅଛନ୍ତି ସେ ମହାନ ବ୍ୟକ୍ତି ବିଷୟରେ ଆଜି ଆମେ ପଢ଼ିବା ଓ ଭାରତର ଜାତୀୟ ଆନ୍ଦୋଳନରେ ତାଙ୍କର କ'ଣ କ'ଣ ଭୂମିକା ରହିଅଛି ସେ ସେ ଆମ ଭାରତ ପାଇଁ କ'ଣ କ'ଣ କରି ଯାଇଛନ୍ତି ସେ ବିଷୟରେ ଆମେ ପଢ଼ିବା ପିଲାମାନେ ଦେଖ ତାଙ୍କର ଜୀବନୀ ବିଷୟରେ ପ୍ରଥମେ ପଢ଼ିଦେବା ମହାତ୍ମା ଗାନ୍ଧୀ ତାଙ୍କର ପୂର୍ଣ୍ଣ ନାମ ହେଉଛି ମୋହନ ଦାସ କରମଚାନ୍ଦ ଗାନ୍ଧୀ ଆମେ କହୁଛୁ ଜାତୀୟ ପିତା କହିଥାଉ ମହାତ୍ମା ଗାନ୍ଧୀ କହିଥାଉ କିନ୍ତୁ ବାପୁଜୀ କହିଥାଉ କିନ୍ତୁ ଆମେ ତାଙ୍କର ରିଏଲ ନା ଯଦି କହିବା ତାଙ୍କର ନା ପୂର୍ଣ୍ଣ ନାଁ ହେଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ ତାଙ୍କର ଜନ୍ମଗ୍ରହଣ ହେଇଥିଲା 1869 ମସିହା ଅକ୍ଟୋବର 2 ତାରିଖ ଦିନ ଗୁଜରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ସେ 1882 ମସିହାରେ ସେ କସ୍ତୁରବାକୁ ବିବାହ କରିଥିଲେ ଏପଟ ସେ ଦେଖିଥିବ ଏଇଟା ହେଉଛନ୍ତି କସ୍ତୁରବା 1888 ଅକ୍ଟୋବର ମାସରେ ସେ ବାରିଷ୍ଟର ପଢ଼ିବା ପାଇଁ ସେ ଇଂଲଣ୍ଡକୁ ଯାତ୍ରା କରିଥିଲେ ଆଉ 1891 ମସିହାରେ ସେ ଜୁନ୍ ମାସ ଆଇନ ଶିକ୍ଷା ସମାପ୍ତି ପରେ ସେ ଭାରତର ବମ୍ବେ ଠାରେ ସେ ଆଇନ ବ୍ୟବସ୍ଥା କରୁଥିଲେ ମହାତ୍ମା ଗାନ୍ଧୀ ଦେଖାଯାଉଛି ଏଇଟା ହେଉଛି ମହାତ୍ମା ଗାନ୍ଧୀ ଯେମିତି ଆମେ ଯେଉଁ କହିଥାଉ ମୋହନ ଦାସ କରମଚନ୍ଦ ଗାନ୍ଧୀ ବା ଏମ୍ କେ ଗାନ୍ଧୀ ବୋଲି କହିଥାଉ ସେ ଯେତେବେଳେ ତାଙ୍କୁ କାହାକୁ ବିବାହ କରିଥିଲେ ସେ କସ୍ତୁରବା ବିବାହ କରିଥିଲେ ଆଉ କସ୍ତୁରବା ଆମେ ଜାଣିଛେ ଯେ କସ୍ତୁରବା ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କର ସ୍ତ୍ରୀ ସେ ମହାତ୍ମା ଗାନ୍ଧୀଙ୍କର ଯେତେ ସଂଗ୍ରାମ ହେଉଥିଲା ସେଥିରେ ସେମାନଙ୍କ ଭାଗିଦାରୀ ହେଉଥିଲେ ସେମାନେ ସହଯୋଗ କରିଥିଲେ ଆଉ ସେମାନେ ମଧ୍ୟ ସେ କ'ଣ କରିଥିଲେ ସେମାନେ ମଧ୍ୟ ଅଧିକାଂଶ ସମୟସ୍ଥର ସେ ଜେଲ ଦଣ୍ଡ ଭୋଗିଛନ୍ତି ଆଉ ଶ୍ରଦ୍ଧାରେ ମହାତ୍ମା ଗାନ୍ଧୀ ତାଙ୍କୁ ବା ବୋଲି ଡାକୁଥିଲେ ଶ୍ରଦ୍ଧାରେ ତାଙ୍କୁ ବା ବୋଲି କହୁଥିଲେ ଆଉ ଗାନ୍ଧୀଜୀଙ୍କ ଯେତେ ବି ରାଜନୈତିକ ସଂଗ୍ରାମ ରହିଛି ସେଥିରେ ମଧ୍ୟ ସେ ଭାଗିଦାର ହେଇଥିଲେ ମନେ ରଖ ମହାତ୍ମା ଗାନ୍ଧୀ 1869 ମସିହା ଅକ୍ଟୋବର ମାସ 2 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ କେଉଁଠାରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ଆଉ ସେ 1882 ମସିହାରେ ସେ ବିବାହ କରିଥିଲେ କସ୍ତୁରବାକୁ ବିବାହ କରିଥିଲେ ଆଉ 1888 ମସିହାରେ ସେ ବାରିଷ୍ଟର ପଢ଼ିବା ପାଇଁ ସେ ଇଂଲଣ୍ଡକୁ ଯାତ୍ରା କରିଥିଲେ ଆଉ ଯେତେବେଳେ ସେ ପରବର୍ତ୍ତୀ ସମୟରେ ସେ ଇଂଲଣ୍ଡରୁ ଆସିଲେ କେତେ ମସିହାରେ 1881 ମସିହାରେ ସେ ଯେତେବେଳେ ଆସିଲେ ଜୁନ୍ ମାସରେ ଆସିଲେ ସେ ବମ୍ବେରେ ଆଇନ ବ୍ୟବସାୟ କରିଥିଲେ ଦକ୍ଷିଣ ଆଫ୍ରିକା ଯାତ୍ରା ଯେତେବେଳେ ମହାତ୍ମା ଗାନ୍ଧୀ କ'ଣ କଲେ ଯେତେବେଳେ ମହାତ୍ମା ଗାନ୍ଧୀ ଲ ପାଠ ପଢ଼ିକି ବାରିଷ୍ଟର ପଢ଼ିକି ସେ ଯେତେବେଳେ ଆସିଲେ କୋଉଠି ଇଂଲଣ୍ଡରୁ ଆସିଲେ 1800 କେତେ ମସିହାରେ ଆସିଲେ 1891 ମସିହାରେ ସେ ଯେତେବେଳେ ଭାରତକୁ ଆସିଲେ ସେ ବ୍ୟବସାୟ କଲେ ବମ୍ବେ ଠାରେ ବ୍ୟବସାୟ କରିଥିଲେ ଆଉ ସେ ସମୟରେ ଦକ୍ଷିଣ ଆଫ୍ରିକାର ଯାତ୍ରା କେମିତି ହେଲା ସେମାନେ କାହିଁକି ଗଲେ ଯିବାକୁ ପଡ଼ିଲା ସେମାନଙ୍କୁ ମହାତ୍ମା ଗାନ୍ଧୀକୁ ଦକ୍ଷିଣ ଆଫ୍ରିକା ଗୋଟେ ଦାଦା ଅବଦୁଲ୍ଲା ଗୋଟେ ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟ ଓକିଲ ରୂପେ ଏକ ମକଦ୍ଦମା ଲଢ଼ିବା ପାଇଁ ସେ ଦକ୍ଷିଣ ଆଫ୍ରିକାକୁ ନାଟାଲ ନାମକ ସ୍ଥାନକୁ ଯାଇଥିଲେ ମହାତ୍ମା ଗାନ୍ଧୀ କ'ଣ କଲେ ଦାଦା ଅବଦୁଲ୍ଲା ଜଣେ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ଗୋଟେ କେସ୍ ଲଢ଼ିବା ପାଇଁ ସେ ଦକ୍ଷିଣ ଆଫ୍ରିକାର ନାଟାଲ ସହରକୁ ଯାଇଥିଲେ
ଆଉ ସେ ଦେଖିଲେ ଯେତେବେଳେ ନାଟାଲ ସହରକୁ ଯାତ୍ରା କଲେ, ସେ ଦକ୍ଷିଣ ଆଫ୍ରିକାକୁ ଯାତ୍ରା କଲେ, ସେ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟମାନଙ୍କ ଶ୍ୱେତାଙ୍ଗ ଇଂରେଜଙ୍କ ଦ୍ୱାରା ଅତ୍ୟାଚାର କରୁଥିଲେ। ଆମ ଯେତେବେଳେ ଇଂରେଜ ମାନେ କେବଳ ଭାରତରେ ଶାସନ କରନ୍ତି, ସେ ୟୁରୋପ ଦେଶରେ ମଧ୍ୟ, ୟୁରୋପର ଯେତେ ବି ଦେଶ ଅଛି ସେଥିରେ ସେ କ'ଣ କରିଥିଲେ, ଶାସନ ତାଙ୍କର ଜମେଇଥିଲେ। ଆଉ ଯେତେ ବି ଅତ୍ୟାଚାର ଶୋଷଣ କରୁଥିଲେ ସେମାନେ। ସେପରି ଆମ ଯେତେବେଳେ ଭାରତୀୟମାନେ ଦକ୍ଷିଣ ଆଫ୍ରିକାରେ ଯେଉଁମାନେ କାମ କରୁଥିଲେ, ବ୍ୟବସାୟ କରୁଥିଲେ, ଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ ବା ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିଲେ, ସେମାନେ ବିଭିନ୍ନ ପ୍ରକାର ଅନ୍ୟାୟ, ଅତ୍ୟାଚାର ଓ ଶୋଷଣର ଶିକାର ଏମାନଙ୍କ ପଡୁଥିଲା। ଯେମିତିକି ସେ ଦେଖିଲେ, ଯେତେବେଳେ ନାଟାଲ ସହରକୁ ଗଲେ, ଦକ୍ଷିଣ ଆଫ୍ରିକାର ନାଟାଲ ସହରକୁ ଗଲେ, ମହାତ୍ମା ଗାନ୍ଧୀ ଦେଖିଲେ ଯେ ଶ୍ୱେତାଙ୍ଗ ଇଂରେଜମାନେ ବର୍ଣ୍ଣ ବିଶେଷ ନୀତି ଯୋଗୁଁ କୃଷ୍ଣାଙ୍ଗ ଆଫ୍ରିକୀୟ ସହ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି। ସେମାନେ ଭାରତୀୟମାନେ ବି ସେ ଦକ୍ଷିଣ ଆଫ୍ରିକାରେ ଯେଉଁ ଆଫ୍ରିକାନ ମାନେ ଥିଲେ, ସେମାନଙ୍କ ସହ ସେମାନେ ମଧ୍ୟ ଏଇ ଅତ୍ୟାଚାରର ଶିକାର ହେଉଥିଲେ। କେଉଁ ଶିକାର? ଯେଉଁ ବର୍ଣ୍ଣ ବିଶେଷ କଳା ଗୋରା ଭେଦଭାବ ଯେଉଁ ରହିଥିଲା। ଶ୍ୱେତାଙ୍ଗ କହିଲେ ଆମେ ଜାଣିବା ମାନେ ଇଂରେଜକୁ କୁହାଯାଏ। ଏଠାରେ ଶ୍ୱେତାଙ୍ଗ କୁହାଯାଉଛି, ଇଂରେଜ ମାନଙ୍କୁ କୁହାଯାଉଛି। ସେମାନେ କ'ଣ ଥିଲେ? ଯେଉଁମାନେ ବ୍ଲାକ୍ ପର୍ସନ ଥିଲେ, ସେମାନଙ୍କୁ କ'ଣ ଥିଲେ? ଘୃଣା ଆଖିରେ ଦେଖୁଥିଲେ, ସେମାନେ ଗୋଟେ ଘୃଣା ଚକ୍ଷୁରେ ଦେଖୁଥିଲେ, ଆଉ ସେମାନଙ୍କୁ ଶୋଷଣ କରିବାରେ ପଛଘୁଞ୍ଚା ଦେଉନଥିଲେ। କେଉଁମାନେ? ଇଂରେଜ ମାନେ। ଆଉ ସେମାନଙ୍କୁ ଭାରତୀୟକୁ ମଧ୍ୟ, ସେ ଯେହେତୁ ଭାରତୀୟ ମଧ୍ୟ ସେ ଦକ୍ଷିଣ ଆଫ୍ରିକାରେ କାମ କରୁଥିଲେ, ସେମାନେ ବ୍ୟବସାୟ କରୁଥିଲେ, ସେମାନଙ୍କୁ ମଧ୍ୟ ଶୋଷଣର ଶିକାର ହେଉଥିଲେ ସେମାନେ। ଓ ଭାରତୀୟମାନଙ୍କର ଭୋଟଦାନ ଅଧିକାର ନଥିଲା। ଦେଖିଲେ ଯେତେବେଳେ ଦକ୍ଷିଣ ଆଫ୍ରିକାରୁ ଗଲେ, ମହାତ୍ମା ଗାନ୍ଧୀ ଗଲେ ଯେ ଭାରତୀୟମାନଙ୍କୁ ଭୋଟଦାନ ଅଧିକାର ନଥିଲା। ସେମାନଙ୍କର ନାମ ପଞ୍ଜୀକରଣ କରି ନିର୍ବାଚନ ଦେବାକୁ ପଡୁଥିଲା। ଯେତେବେଳେ ଇଲେକ୍ସନ ଆସୁଥିଲା, ସେ ସମୟରେ କ'ଣ କରୁଥିଲେ? ନାମ ରେଜିଷ୍ଟର କରିବାକୁ ପଡୁଥିଲା। ଆଉ ସେ ଇଲେକ୍ସନ କମିଶନକୁ କ'ଣ କରୁଥିଲା କି କର ଦେବାକୁ ପଡୁଥିଲା, ଟ୍ୟାକ୍ସ ଦେବାକୁ ମଧ୍ୟ ପଡୁଥିଲା। କେମାନଙ୍କୁ? ବ୍ରିଟିଶର ମାନଙ୍କୁ ଦେବାକୁ ପଡୁଥିଲା। ସେମାନଙ୍କ ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ଥାବରକର ପରିବେଶ ସ୍ଥାନ ଉଦ୍ଦିଷ୍ଟ କରାଯାଉଥିଲା। ଯେଉଁଠାରେ ମଣିଷ ରହିପାରିବ ନାହିଁ, ସେହିପରି ଜାଗାରେ ସେମାନଙ୍କୁ ରହିବାକୁ ସ୍ଥାନ ଦେଉଥିଲେ। ଭାରତୀୟମାନଙ୍କୁ ରହିବାକୁ ସ୍ଥାନ ଦେଉଥିଲେ। ସେମାନେ ମାନେ ଯେମିତି ଗଲେ ଡଷ୍ଟବିନ୍ ଜାଗା, ମାନେ ମଫସଲ ଜାଗା, ଏମିତି ଜାଗା ଯେଉଁ ଜାଗାରେ କି କୌଣସି ସୁବିଧା ନଥିବ, ଗୋଟେ କୁଟ ଜାଗାରେ ସେମାନଙ୍କୁ ସ୍ଥାନ ରହିବା ପାଇଁ ଭାରତୀୟମାନଙ୍କୁ ପଡୁଥିଲା। ମହାତ୍ମା ଗାନ୍ଧୀ ସେଗୁଡ଼ିକୁ ଅନୁଧ୍ୟାନ କଲେ, ଦେଖିଲେ ଓ ସେମାନଙ୍କୁ ରାତି 9ଟା ପରେ ଘରୁ ବାହାରକୁ ଯାଇପାରୁ ନଥିଲେ। ଯେତେବେଳେ ରାତି ସମୟ ହେଉଥିଲା, ସେ ରାତି ସମୟରେ ସେମାନେ 9ଟା ପରେ ବାହାରିବା ପାରୁନଥିଲେ ଓ ଜନସାଧାରଣଙ୍କ ପାଦଚାଲ ରାସ୍ତାରେ ବ୍ୟବହାର କରି ପାରୁନଥିଲେ। ଆଉ ଯେଉଁଠାରେ ଜନସାଧାରଣ ସମସ୍ତେ ଚାଲିପାରିବେ, ସେ ପ୍ରକାର ରାସ୍ତା ମଧ୍ୟ ଭାରତୀୟମାନେ ଚାଲି ନ ପାରୁଥିଲେ। ରାତି 9ଟାରେ ଚାଲି ପାରୁନଥିଲେ, ବରଂ 9ଟାରୁ ଘରରୁ ବାହାରି ପାରୁନଥିଲେ, ବରଂ ସେମାନେ ରାସ୍ତା ଯେଉଁ ମାନେ କମନ ପିପୁଲ ମାନେ ବି ଚାଲନ୍ତି, ସେ ରାସ୍ତାରେ ମାନେ ଭାରତୀୟମାନେ ଚାଲି ନ ପାରୁଥିଲେ। ମାନେ ଏଗୁଡ଼ିକ ଶୋଷଣ ଓ ଅତ୍ୟାଚାରକୁ ସେମାନେ ଦେଖୁଛନ୍ତି। ସେମାନେ ରେଳଗାଡ଼ି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ କୋଠରୀରେ ଯାତ୍ରା କରିବାକୁ ନଥିଲା। ସେମାନେ ସେକେଣ୍ଡ କ୍ଲାସ ଆଉ ଫାର୍ଷ୍ଟ କ୍ଲାସ ଯେଉଁ ଟ୍ରେନ ଯାତ୍ରା କରିଥିବାରୁ ସେମାନଙ୍କ ଯାତ୍ରା ସୁବିଧା ମିଳୁନଥିଲା। ସେଠାରେ ବାସ କରିବା ପାଇଁ ଭାରତୀୟର ବ୍ୟବସାୟ, ଯେଉଁମାନେ ଭାରତୀୟମାନେ ଯେଉଁ ବାସ କରୁଥିଲେ, କେଉଁଠି? ଦକ୍ଷିଣ ଆଫ୍ରିକାରେ ବାସ କରୁଥିଲେ, ବ୍ୟବସାୟୀ, ବାଣିକ, ଜାହାଜ ମାଲିକ, ଶ୍ରମିକ ଓ ଶ୍ୱେତାଙ୍ଗ ମାନେ ସେମାନଙ୍କୁ କ'ଣ କରୁଥିଲେ? କୁଲି ବୋଲି ସମ୍ବୋଧନ କରୁଥିଲେ। ମନେ ରଖ, ଏକ୍ସାମ୍ରେ ପଡ଼ିଥାଏ, କେଉଁମାନଙ୍କୁ ଭାରତୀୟମାନଙ୍କୁ କ'ଣ ବୋଲି ସମ୍ବୋଧନ କରିଥିଲେ ଦକ୍ଷିଣ ଆଫ୍ରିକାରେ ଶ୍ୱେତାଙ୍ଗ ମାନେ? ସେଟା ହେଉଛି କୁଲି। ମନେ ରଖ, କୁଲି ବୋଲିକରି କାହାକୁ ସମ୍ବୋଧନ କରୁଥିଲେ? ଯେଉଁ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ରହିଅଛନ୍ତି, ବଣିକ ମାନେ, ଜାହାଜ ମାଲିକ ମାନେ, ଶ୍ରମିକ ମାନେ, ବ୍ୟବସାୟ ମାନେ, ଏମାନଙ୍କୁ କୁଲି ବୋଲି ସମ୍ବୋଧନ ସେମାନେ କରୁଥିଲେ। ଆଉ ନିଚ ଆଖିରେ ସେମାନେ ଦେଖୁଥିଲେ। କେଉଁମାନେ? ଦକ୍ଷିଣ ଆଫ୍ରିକାରେ ରହିଥିବା ଶ୍ୱେତାଙ୍ଗ ମାନେ ବା ବ୍ରିଟିଶର ମାନେ। ଦେଖ, ଯଦି ଆମେ ଦେଖିବା, ଯଦି ମ୍ୟାପରେ ଦେଖିବା ପିଲାମାନେ, କି ଯେ ଆମର ନାଟାଲ ସହର କୋଉଠି ଅଛି? ଯଦି ଆମେ ଦକ୍ଷିଣ ଆଫ୍ରିକାରେ ଦେଖିବା, ଦକ୍ଷିଣ ଆଫ୍ରିକାର ନାଟାଲ, ଏ ନାଟାଲ ସହରକୁ ମହାତ୍ମା ଗାନ୍ଧୀ ମକଦ୍ଦମା ଲଢିବା ପାଇଁ, ଗୋଟେ କେସ୍ ଲଢିବା ପାଇଁ, ଦାଦା ଅବଦୁଲ୍ଲା ନାମକ ବ୍ୟବସାୟୀର କେସ୍ ଲଢିବା ପାଇଁ ଏହି ସହରକୁ ଯାଇଥିଲେ। ଆଉ ସେଠାରେ ଦେଖିଲେ ଯେ ବର୍ଣ୍ଣ ବିଶେଷ ନୀତିଟି ବହୁତ ରହିଅଛି, ଆଉ ଭାରତୀୟମାନେ ବହୁତ ଶୋଷଣ ହେଉଛି ବୋଲି ଦେଖିଲେ। ଆଉ ସମସ୍ୟା ଦେଖିଲେ, ମହାତ୍ମା ଗାନ୍ଧୀ ଦେଖିଲେ ଯେ ଏହି ପ୍ରକାର ଶୋଷଣଟି ଭାରତୀୟମାନେ ଶିକାର ହେଉଛନ୍ତି। ଆଉ କ'ଣ ତାଙ୍କ ସମସ୍ୟା ରହିଅଛି ଦେଖିବା।
ଗାନ୍ଧିଜୀଙ୍କୁ ଦକ୍ଷିଣ ଆଫ୍ରିକାରେ ଶ୍ଵେତାଙ୍ଗମାନଙ୍କ ପ୍ରତି ସଂଗ୍ରାମ କରିବାର ପ୍ରବୃତ୍ତି ବୃଦ୍ଧି। ମହାତ୍ମା ଗାନ୍ଧୀ କାହିଁକି ସେମାନେ ଗୋଟେ ସଂଗ୍ରାମ କରିବା ପାଇଁ ସେମାନେ ଭାବିଲେ ମହାତ୍ମା ଗାନ୍ଧୀ, ଯେହେତୁ ସେମାନେ କେସ୍ ଲଢ଼ିବା ପାଇଁ ଯାଇଛନ୍ତି ମହାତ୍ମା ଗାନ୍ଧୀ, ଆଉ କାହିଁକି ସେମାନେ ନିଜେ ଗୋଟେ ସଂଗ୍ରାମ ସୃଷ୍ଟି କରିବା ପାଇଁ ତାଙ୍କ ଭିତରେ ଗୋଟେ ମନରେ ଗୋଟେ ଭାବନା ସୃଷ୍ଟି ହେଲା। ଯେମିତିକି ଗାନ୍ଧିଜୀଙ୍କ କଚେରୀ ଭିତରେ ପଗଡ଼ି କାଢ଼ି ଦେବାକୁ କୁହାଯାଇଥିଲା। ଥରେ କ'ଣ ହେଇଥିଲା କି ମହାତ୍ମା ଗାନ୍ଧୀଙ୍କୁ ଗୋଟେ ଜେଲ୍ ଭିତରେ କଚେରୀ ଭିତରେ କାରଣ ପଗଡ଼ି ପିନ୍ଧନ୍ତି, ସେ ପଗଡ଼ିକୁ ଖୋଲି ଦେବାକୁ କୁହାଯାଇଥିଲା। ଓ ଥରେ ସେ ରାତି 9ଟାରେ ପାଦଚଲା ରାସ୍ତାରେ ଚାଲୁଥିବାରୁ ପୁଲିସ ଆକ୍ରମଣର ଶିକାର ହୋଇଥିଲେ। ଆଉ ଯେତେବେଳେ ରାତି ସମୟରେ ମହାତ୍ମା ଗାନ୍ଧୀ ନୂଆ ନୂଆ ଯାଇଛନ୍ତି ଦକ୍ଷିଣ ଆଫ୍ରିକାରୁ, ଆଉ ସେ ଜାଣିନାହାନ୍ତି, ସେ ଯେତେବେଳେ 9ଟାରେ ରାତିରେ ବାହାରିଥିଲେ, ସେ ସମୟରେ ମହାତ୍ମା ଗାନ୍ଧୀକୁ ପୋଲିସର ଶିକାର ହେବାକୁ ପଡ଼ିଥିଲା, ମାଡ଼ ଖାଇବାକୁ ପଡ଼ିଥିଲା, ଆଉ ସେ ଜେଲ୍ ମଧ୍ୟ ଯାଇଥିଲେ। ଓ ସମସ୍ତ ହୋଟେଲକୁ ତାକୁ ରହିବାକୁ କୋଠରୀ ଦେବାକୁ ମନା କରାଯାଇଥିଲା। ଆଉ ମହାତ୍ମା ଗାନ୍ଧୀ ଯେହେତୁ ଯାଇଛନ୍ତି କେସ୍ ଲଢ଼ିବା ପାଇଁ, ଆଉ ଯେତେ ବି ହୋଟେଲ ଗୁଡ଼ାକ ଅଛି ସେ ହୋଟେଲରେ ରହିବା ପାଇଁ ସେମାନଙ୍କୁ ସ୍ଥାନ ଦେଉନଥିଲେ। କାହିଁକି ନା ସେମାନଙ୍କୁ ଯେତେ ବି ଭାରତୀୟମାନଙ୍କୁ କୁହାଯାଏ କୁଲି ବୋଲି ସମ୍ବୋଧନ କରୁଥିଲେ, ସେ ନିଚ ଆଖିରେ ଦେଖୁଥିଲେ। ଆଉ ଯେତେ ବି ସେମାନଙ୍କୁ ଗୋଟେ କଲର ଡିଫରେନ୍ସଟା କରୁଥିଲେ, ଗୋଟେ ବର୍ଣ୍ଣ ଅନୁସାରେ ସେମାନେ ବାରଣ କରୁଥିଲେ। ଦିନେ ସେ ରେଳଗାଡ଼ିରେ ପ୍ରଥମ ଶ୍ରେଣୀରେ କୋଠରୀରେ ଯାତ୍ରା କରୁଥିବା ସମୟରେ ତାଙ୍କର ଜଣେ ଶ୍ୱେତାଙ୍ଗ ସହଯାତ୍ରୀଙ୍କ ଅଭିଯୋଗ କ୍ରମେ ଗୋଟିଏ ଷ୍ଟେସନରେ ରେଳଗାଡ଼ି ଗାର୍ଡ ପୁଲିସ ଦ୍ୱାରା ତାଙ୍କୁ ଜିନିଷପତ୍ର ସହ ଉକ୍ତ ରେଳ କୋଠରୀରୁ ଠେଲି ବାହାର କରି ଯାଇଥିଲା। ଥରେ କ'ଣ ଯେ ମହାତ୍ମା ଗାନ୍ଧୀ ଯାତ୍ରା କରୁଥିଲେ, ଦକ୍ଷିଣ ଆଫ୍ରିକା ଯାତ୍ରା କରୁଥିଲେ 1893 ଜୁନ ମାସ 7 ତାରିଖ ପିଲାମାନେ, ଜୁନ ମାସ 7 ତାରିଖ 1893 ମସିହାରେ କ'ଣ ହେଇଛି, ମହାତ୍ମା ଗାନ୍ଧୀ ଯେତେବେଳେ ଯାତ୍ରା କରୁଥିଲେ ପ୍ରଥମ ଶ୍ରେଣୀରେ ସେ କୋଠରୀରେ ଯାତ୍ରା କରୁଥିଲେ, ସେ ସମୟରେ ଗୋଟେ ଶ୍ୱେତାଙ୍ଗ କ'ଣ କଲେ, ଶ୍ୱେତାଙ୍ଗ ବୋଲେ ବ୍ରିଟିଶର, ଜଣେ ଶ୍ୱେତାଙ୍ଗ ସହଯାତ୍ରୀଙ୍କ ଅଭିଯୋଗ କ୍ରମେ କ'ଣ କଲେ, ଷ୍ଟେସନରେ ରେଳଗାଡ଼ି ଗାର୍ଡ ଥିଲେ ଆଉ ପୁଲିସଙ୍କ ଦ୍ୱାରା ଜିନିଷପତ୍ର ଉକ୍ତ ରେଳଗାଡ଼ି ଠାରୁ ସେମାନଙ୍କୁ ଠେଲି ଯାଇଥିଲା। ଥରେ ଯାତ୍ରା କରୁଥିଲେ ଆଉ ଯାଉଥିଲା ସମୟରେ କ'ଣ ହେଇଛି କି, ଯେତେବେଳେ ଫାର୍ଷ୍ଟ କ୍ଲାସରେ ଥିଲେ ସେମାନେ, ଆଉ ସେମାନେ ଜାଣିଲେ ଯେ ଏଇଟା ଗୋଟେ ଭାରତୀୟ ବ୍ୟକ୍ତି, ଏଇଟା କୁଲି, ଏହିଭଳି ସମ୍ବୋଧନ କରି ତାଙ୍କୁ ମହାତ୍ମା ଗାନ୍ଧୀକୁ ପୁଲିସ ମାନେ ଯେଉଁ ମାନେ କରିଥିଲେ ତାଙ୍କ ଜିନିଷପତ୍ରକୁ ପକାଇ ଦେଇଥିଲେ ଆଉ ତାଙ୍କୁ ବାହାର କରିଥିଲେ ମହାତ୍ମା ଗାନ୍ଧୀକୁ। ସେଟା ହେଉଥିଲା କେତେ ମସିହାରେ, 1893 ମସିହା ଜୁନ ମାସ 7 ତାରିଖ ଦିନ। କେଉଁ ଷ୍ଟେସନରେ ତାଙ୍କୁ ତାଙ୍କ ଜିନିଷପତ୍ର ସହିତ ତାଙ୍କୁ ଠେଲି ଦେଇଥିଲେ, ସେଟା ହେଉଛି ପିଟର ମେରିଟିଆନବର୍ଗ ଷ୍ଟେସନ। ପିଟର ମେରିଟିଆନବର୍ଗ ଷ୍ଟେସନରେ ତାଙ୍କୁ ଠେଲି ଦେଇଥିଲେ ମହାତ୍ମା ଗାନ୍ଧୀକୁ। ପ୍ରଥମ କୋଠରୀରେ ଯେହେତୁ ବସିଥିଲେ ଆଉ ତାଙ୍କୁ କୁଲି ବୋଲି ସମ୍ବୋଧନ କରିଥିଲେ ଆଉ ତାଙ୍କୁ କ'ଣ କରିଥିଲେ, ଏହିପରି ଶିକ୍ଷାର ସମ୍ମୁଖୀନ ହେଇଥିଲେ ମହାତ୍ମା ଗାନ୍ଧୀ। ତେଣୁକରି ଶ୍ୱେତାଙ୍ଗମାନେ ଏହିପରି ବ୍ୟବହାର କରିଥିବାରୁ ମହାତ୍ମା ଗାନ୍ଧୀଙ୍କ ମନରେ ଗୋଟେ ବିଦ୍ରୋହ ମନୋଭାବ ସୃଷ୍ଟି ହେଇଥିଲା। ଆଉ ସେଥିପାଇଁ ସେ ମହାତ୍ମା ଗାନ୍ଧୀ କ'ଣ କରିଥିବେ, କୌଣସି ଉପାୟ କରିଥିବେ, ଯେହେତୁ ସେମାନଙ୍କୁ ଏପରି ଅପମାନ ସହିବାକୁ ପଡ଼ିଥିଲା। ଆଉ ସେମାନେ ମହାତ୍ମା ଗାନ୍ଧୀକୁ ରାତି 9ଟାରେ ସେମାନେ ଯେତେବେଳେ ଚାଲୁଥିଲେ, ସେମାନଙ୍କୁ ପୁଲିସ ଦ୍ୱାରା ସେମାନେ ଶିକାର ହେବାକୁ ପଡ଼ୁଥିଲା, ମାଡ଼ ଖାଇବାକୁ ପଡ଼ୁଥିଲା, ଜେଲ୍ ଯିବାକୁ ପଡ଼ିଥିଲା। ଆଉ ଯେତେବେଳେ ସେମାନେ ପ୍ରଥମ ରେଳ ଷ୍ଟେସନରେ ପ୍ରଥମ ଯେଉଁ ରେଳ ବଗିରେ ବସିଥିଲେ, କ୍ଲାସରେ ବସି ତାଙ୍କୁ ଠେଲି ଦେଇଥିଲେ ଆଉ ତାଙ୍କୁ ବିଭିନ୍ନ ପ୍ରକାର ଏପରି ଅପମାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେଣୁକରି ଏହି ପ୍ରକାର ସମସ୍ୟାର, ଏହି ପ୍ରକାର ଯେଉଁ ଅତ୍ୟାଚାରରୁ ସେମାନଙ୍କୁ ବଞ୍ଚିତ କରିବା ପାଇଁ, ଭାରତୀୟମାନଙ୍କୁ ବଞ୍ଚିତ କରିବା ପାଇଁ, ଉଦ୍ଧାର କରିବା ପାଇଁ ଆଉ ନିଜର ସମ୍ମାନକୁ ଉଦ୍ଧାର କରିବା ପାଇଁ ସେ ମହାତ୍ମା ଗାନ୍ଧୀ ଗୋଟେ ଚେଷ୍ଟା କଲେ, ପ୍ରୟାସ କଲେ ଯେ କ'ଣ କଲେ, ସଂଗ୍ରାମ କରିବା ପାଇଁ ସେ ତାଙ୍କ ମଧ୍ୟରେ ଦୃଢ଼ ସଂକଳ୍ପ ନେଲେ। ଆଉ ସଂକଳ୍ପ ନେଲେ ହେବନି, ତାଙ୍କ ପାଇଁ ଗୋଟେ ଦଳ ଗଠନ କରାଯିବ, କୌଣସି ପତ୍ର ପ୍ରକାଶ କରାଯିବ। ସେ ସମୟରେ ତ ଟେଲିଫୋନ ସେତେ ଡେଭଲପ ହୋଇନଥିଲା ନା, ତେଣୁକରି ସେ ମହାତ୍ମା ଗାନ୍ଧୀ କହିଲେ ପ୍ରଥମ କରି ଗୋଟେ ସଂଗଠନ ଗଠନ କରିଦେଲେ। ସେ ସଂଗଠନ ନାଁ ହେଲା ଗାନ୍ଧିଜୀଙ୍କ ଶ୍ୱେତାଙ୍ଗମାନଙ୍କର ବିରୋଧରେ ଗୋଟେ ପଦକ୍ଷେପ ନେଇଥିଲେ। ସେ ପଦକ୍ଷେପ ହେଲା ପ୍ରଥମ କରି ସେ ଗୋଟେ ସଂଗଠନ ଗଠନ କରିଥିଲେ, ନାଟାଲ ଭାରତୀୟ କଂଗ୍ରେସ। କ'ଣ ଗଠନ କରିଲେ, ନାଟାଲ ଭାରତୀୟ କଂଗ୍ରେସ। ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ଜାଗ୍ରତ କରିବା ପାଇଁ ଗାନ୍ଧିଜୀ 1894 ମସିହାରେ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କଲେ। କାହିଁକି ଗଠନ କରିଥିଲେ ପିଲାମାନେ ମନେ ରଖ, ଏକ୍ଜାମରେ ପଡ଼ିଥାଏ ମହାତ୍ମା ଗାନ୍ଧୀ କାହିଁକି ନାଟାଲ ଜାତୀୟ କଂଗ୍ରେସ ଗଠନ କରିଥିଲେ। କାରଣ ହେଉଛି ଯେଉଁ ବର୍ଣ୍ଣ ବିଶେଷ ନୀତି ରହିଥିଲା ଦକ୍ଷିଣ ଆଫ୍ରିକାରେ,
ଆଉ ଯେଉଁ ଭାରତୀୟମାନଙ୍କୁ ଶୋଷଣ କରାଯାଉଥିଲା ସେଥିରେ ତାର ଉଦ୍ଧାର ପାଇଁ ତାହାର ସଂଗ୍ରାମ ପାଇଁ ମହାତ୍ମା ଗାନ୍ଧୀ ନାଟାଲ ଭାରତୀୟ କଂଗ୍ରେସ ସ୍ଥାପନ କରିଥିଲେ। ଆଉ ଯେଉଁ ନାଟାଲ ଭାରତୀୟ କଂଗ୍ରେସ କରିଥିଲେ ତାକୁ ଖବର କରିବା ପାଇଁ ବିଭିନ୍ନ ପ୍ରକାର ଜାଗ୍ରତ କରିବା ପାଇଁ ଲୋକମାନଙ୍କୁ ଜାଗ୍ରତ କରିବା ପାଇଁ ସେମାନେ କୌଣସି ନା କୌଣସି ସମ୍ବାଦପତ୍ର ସ୍ଥାପନ କରିଥିବେ ବା କୌଣସି ଚିଠି ସ୍ଥାପନ କରିଥିଲେ, କୌଣସି କମ୍ୟୁନିକେସନ କରିବା ପାଇଁ ଯୋଗାଯୋଗ କରିବା କିଛି କରିଥିବେ ନା। ତେଣୁକରି ମହାତ୍ମା ଗାନ୍ଧୀ କ'ଣ କଲେ, ସେହି ଅନୁଷ୍ଠାନ ଗଠନ ହେଲା ପରେ ସେ କ'ଣ କରିଥିଲେ, ଗୋଟେ ସମ୍ବାଦପତ୍ର ସ୍ଥାପନ କରିଥିଲେ, ପ୍ରତିଷ୍ଠିତ କରିଥିଲେ। ସେ ସମ୍ବାଦପତ୍ରର ନାଁ ହେଲା ଇଣ୍ଡିଆନ ଓପିନିଅନ। ମନେ ରଖ ଯେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ରହିଥିଲା ସମୟରେ କୋଉ ସମ୍ବାଦପତ୍ର ପ୍ରକାଶିତ କରିଥିଲେ, ସେଇଟା ହେଉଛି ଇଣ୍ଡିଆନ ଓପିନିଅନ। ମନେ ରଖ, ଏକ୍ଜାମରେ ପଡ଼ିଥାଏ ଇଣ୍ଡିଆନ ଓପିନିଅନ। ତାଙ୍କର ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ, ଅବଗତ କରିବା ପାଇଁ ଇଣ୍ଡିଆନ ଓପିନିଅନ ନାମକ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା। ସମ୍ବାଦପତ୍ର ଗଠନ ହେଲା, ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା। ଏ ସାଇଡ୍କେ ଦେଖିବା ବୋଲେ ନାଟାଲ ଭାରତୀୟ କଂଗ୍ରେସ ମଧ୍ୟ ଗଠନ ହେଲା। ଏବେ କ'ଣ କରିବାର ଅଛି, ଏବେ କରିବାର ଅଛି କେମିତି ଆମେ ସଂଗ୍ରାମ କରିବା। ଆମେ ଦଳ ଗଠନ କରିସାରିଲା, ସମ୍ବାଦପତ୍ର ମଧ୍ୟ ଗଠନ ହେଲା। ତାପରେ ଆମେ କ'ଣ କରିବା, ସେମାନଙ୍କର ଆକ୍ସନ କରିବା ଆମ ବ୍ରିଟିଶରମାନଙ୍କୁ। ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିବା ନିମନ୍ତେ ଗାନ୍ଧୀଜୀ ନେତୃତ୍ୱ ନେଲେ, ଗଠନ କଲେ। ପ୍ରଥମ ତ ଗଠନ କଲେ ନାଟାଲ ଭାରତୀୟ କଂଗ୍ରେସ ଗଠନ କଲେ, ଆଉ ଇଣ୍ଡିଆନ ଓପିନିଅନ ସମ୍ବାଦପତ୍ର ପ୍ରକାଶିତ କଲେ। ତାପରେ ସେମାନେ ନେତୃତ୍ୱ ନେଲେ ସେ ଅତ୍ୟାଚାରର ଶୋଷଣର ଯେଉଁ ସଂଗ୍ରାମଟା ପ୍ରଥମ କରି ସେ ନେତୃତ୍ୱ ନେଲେ, ସେ ଲିଡର ହେଲେ। ଆଉ ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କଲେ। ଫାର୍ଷ୍ଟ ଟାଇମ୍ କେବେ ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କଲେ। ଏକ୍ଜାମ ପଡ଼ିଥାଏ। ସେଟା ହେଉଛି କ'ଣ କରିବ, ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀ ଶ୍ୱେତାଙ୍ଗ ମାନଙ୍କର ବିରୋଧରେ ସେ ପ୍ରଥମ କରି ସତ୍ୟ ଓ ଅହିଂସାର ଅସ୍ତ୍ର ଉପଚାରିତ କରିଥିଲେ। ମନେ ରଖ, ଏଉଠି ସେଟା ନାଟାଲ ଇଣ୍ଡିଆନ କଂଗ୍ରେସ, ଏଟା ହେଉଛି ଇଣ୍ଡିଆନ ଓପିନିଅନ ସମ୍ବାଦପତ୍ର। ତାପରେ ଦେଖିଲେ ଯେ ମହାତ୍ମା ଗାନ୍ଧୀ ଯେଉଁ ଦୁଇଟି ସମ୍ବାଦପତ୍ର ଗୋଟେ ସମ୍ବାଦପତ୍ର ଯେନ୍ ଇଣ୍ଡିଆନ ଓପିନିଅନ କଲେ, ଆଉ ଦେଖିଲେ ନାଟାଲ ଭାରତୀୟ କଂଗ୍ରେସ ସ୍ଥାପନ କଲେ। ଆଉ ସେ ପ୍ରଥମ କରି ସେ କ'ଣ ସତ୍ୟ ଓ ଅହିଂସାର ଅସ୍ତ୍ର ସ୍ଥାପନ କଲେ, ଆଉ ସେ ସତ୍ୟାଗ୍ରହର ପ୍ରବର୍ତ୍ତନ କଲେ। ଆଉ ସେଥିରେ ଆଉ ଗୋଟେ ରହିଥିଲା ଯେ 1906 ମସିହାରେ ଏସିଆ ରେଜିଷ୍ଟରକରଣ ଆଇନ ଆସିଥିଲା। 1906 ମସିହାରେ ଏସିଆ ରେଜିଷ୍ଟରକରଣ ଆଇନ ଆସିଥିଲା। ଏହି ଆଇନ ଥିଲା କ'ଣ ଥିଲା, ଯେତେବେଳେ ଦକ୍ଷିଣ ଆଫ୍ରିକାର ସରକାର ଏକ ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟକୁ ନିଜର ଅଙ୍ଗୁଳି ଛାପା ଥିବା ପଞ୍ଜୀକୃତ ପ୍ରମାଣପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବା ବାଧ୍ୟତାମୂଳକ କଲେ ଓ ଗାନ୍ଧୀଜୀଙ୍କ ଉକ୍ତ ଆଇନ ବିରୋଧରେ ଆନ୍ଦୋଳନ କଲେ ଏବଂ ଏହି ଆନ୍ଦୋଳନରେ ପ୍ରଥମ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ। ଦେଖ ଯେ 1906 ମସିହାରେ ଏସିଆ ରେଜିଷ୍ଟରକରଣ ଆଇନ ଆସିଥିଲା। ସେହି ଆଇନ କ'ଣ ଥିଲା କି ଯେତେବେଳେ ଭାରତୀୟମାନେ ଥିବେ କ'ଣ କରିବେ, ତାଙ୍କର ଆଙ୍ଗୁଳି ଛାପ ପଞ୍ଜୀକୃତ କ'ଣ କରିବେ, ନିଜର ସହିତ ବାଧ୍ୟତାମୂଳକ ଧରିକି ସବୁବେଳେ ବୁଲୁଥିବେ। ଏହାକୁ ମହାତ୍ମା ଗାନ୍ଧୀ କ'ଣ କଲେ, ବିରୋଧ କରିଥିଲେ। ଆଉ ସର୍ବପ୍ରଥମେ ସେ କ'ଣ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ। ମନେ ରଖ, ଦେଖ ପ୍ରଥମତଃ ସେମାନଙ୍କୁ କୌଣସି ଭୋଟର ଆଇଡି ମିଳୁନଥିଲା। ସେମାନେ କ'ଣ ଥିଲେ କି ଯେତେବେଳେ ଇଲେକ୍ସନ ହେଉଥିଲା ସେମାନଙ୍କୁ ଇଲେକ୍ସନ କମିଶନକୁ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା। ଆଉ ଯେତେବେଳେ ଭୋଟ ଦେବାର ଥିଲା ସେମାନେ ରେଜିଷ୍ଟର ମାଧ୍ୟମରେ ସେମାନେ ଭୋଟଟା ଦେଉଥିଲେ। ଆଉ ଗୋଟେ ନିୟମଟା ଆସିଥିଲା ଦକ୍ଷିଣ ଆଫ୍ରିକାରେ, ସେଟା ହେଉଛି 1906 ମସିହାରେ ଏସିଆ ରେଜିଷ୍ଟ୍ରୀକରଣ। ଏହି ଆଇନରେ ଆମେ ଦେଖିଲା ଯେ ଯେତେ ବି ଭାରତୀୟମାନେ ଥିବେ ତାଙ୍କର ଆଙ୍ଗୁଳି ଛାପ ଭୋଟ ଯେଉଁ ଛାପା ସ୍ୱୀକୃତି କ'ଣ ପ୍ରମାଣପତ୍ରକୁ ସବୁ ସମୟରେ ଧରିବାକୁ ଧାର୍ଯ୍ୟ କରାଯାଇଥିଲା, ଯାହାକୁ ମହାତ୍ମା ଗାନ୍ଧୀ ବିରୋଧ କରିଥିଲେ। ଆଉ ମହାତ୍ମା ଗାନ୍ଧୀ ସର୍ବପ୍ରଥମେ ଏହାକୁ ସତ୍ୟାଗ୍ରହର ଅସ୍ତ୍ର ପ୍ରୟୋଗ କରିଥିଲେ। ଆଉ 1906 ମସିହା ସେପ୍ଟେମ୍ବର ମାସ 11ରେ ଜୋହାନ୍ସବର୍ଗରେ ଏମ୍ପିୟର ଏଥିଟର ଠାରେ ଆଇନ ଅମାନ୍ୟ କରିବା ପାଇଁ ଦୃଢ଼ ସଂକଳ୍ପ ନେଲେ ଓ ସରକାର ଅନେକ ଆନ୍ଦୋଳନକାରୀକୁ ବନ୍ଦୀ କଲେ ଓ ଗାନ୍ଧୀଜୀଙ୍କୁ
ଜୋହାନ୍ସବର୍ଗ କାରାବାରରେ ବନ୍ଦୀ କରିଥିଲେ। ମହାତ୍ମା ଗାନ୍ଧୀ ଯେହେତୁ ଏହି ଅତ୍ୟାଚାରକୁ ଏହି ଯେଉଁ ଆଇନକୁ ବିରୋଧ କରିଥିଲେ, ତେଣୁକରି ମହାତ୍ମା ଗାନ୍ଧୀକୁ ଗୋଟେ ରୁଣ୍ଡ ହେଇଥିଲେ, ଗୋଟେ ଜାଗାରେ ରୁଣ୍ଡ ହେଇଥିଲେ 1906 ମସିହା ସେପ୍ଟେମ୍ବର ମାସ 11 ତାରିଖ ଗୋଟେ ଜାଗାରେ ରୁଣ୍ଡ ହେଇଥିଲେ। ସେ ଜାଗାର ନାଁ ହେଲା ଏମ୍ପିୟର ଏଥିଟର ଠାରେ ସେ ରୁଣ୍ଡ ହେଇଥିଲେ ଆଉ ଗୋଟେ ବୈଠକ କରିଥିଲେ। ଆଉ ସେ ବୈଠକରେ ବିଭିନ୍ନ ପ୍ରକାର ଆନ୍ଦୋଳନକାରୀକୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ଆଉ ତା ସହିତ ମହାତ୍ମା ଗାନ୍ଧୀକୁ ମଧ୍ୟ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ଜୋହାନ୍ସବର୍ଗ କାରାବାରରେ ସେମାନଙ୍କୁ ବନ୍ଦୀ କରିଯାଇଥିଲେ। ଆଉ ଏହି ସମୟରେ ଏହି ଅହିଂସା ଆନ୍ଦୋଳନ ବିରୋଧରେ ସରକାରଙ୍କ ଦମନମୂଳକ ନୀତି ଅଧିକ ସଂଖ୍ୟକ ଭାରତୀୟମାନଙ୍କୁ ଆଇନ ଅମାନ୍ୟ କରିବା ପାଇଁ ପ୍ରଚଳିତ କଲା ଓ ଗାନ୍ଧୀଙ୍କ ସତ୍ୟାଗ୍ରହ ନୀତି ସଫଳ ହେଲା। ଆଉ ମହାତ୍ମା ଗାନ୍ଧୀ କଲେ ବଲେ କୌଶଳେ ମହାତ୍ମା ଗାନ୍ଧୀ ସଫଳତା ପାଇଥିଲେ ଏହି ଆନ୍ଦୋଳନ। ଆଉ ଶ୍ୱେତାଙ୍ଗମାନେ ହାର ମାନିଥିଲେ। ଆଉ ଦକ୍ଷିଣ ଆଫ୍ରିକାର ଯେଉଁ ନୀତି ଥିଲା ସେ କଳାଘର ଭେଦଭାବ ସବୁ ନାଖରାଚିଥିଲା, ନଷ୍ଟ ହେଇଯାଇଥିଲା ବା କମି ଯାଇଥିଲା। ଆଉ ଯେଉଁ କୁଲିମାନେ ଥିଲେ ଆଉ କୁଲିମାନେ ବୋଲି ସମ୍ବୋଧନ କଲେ ନାହିଁ। ସେ ସମୟରେ ଆଉ ଗୋଟେ ନୀତି ଆସିଥିଲା, ସେ ଦକ୍ଷିଣ ଆଫ୍ରିକାର ସେଇ ନୀତି ଗୋଟେ ଦେଶାନ୍ତର ଗମନ ନିଷେଧ ଆଇନ 1908 ଦେଶାନ୍ତର ଗମନ ନିଷେଧ ଆଇନ। କହିବାକୁ ଗଲେ ପିଲାମାନେ ତୁମେ ଗୋଟେ ଦେଶରୁ ଅଲଗା ଦେଶକୁ ତୁମେ ଯାଇପାରିବ ନାହିଁ। ଯଦି ତୁମେ ଦକ୍ଷିଣ ଆଫ୍ରିକାରେ ରହିଅଛ ତୁମେ ଭାରତ ଯାଇପାରିବ ନା, ବିନା ପରମିଶନରେ ତୁମେ ଯାଇପାରିବ ନାହିଁ। ସରକାରଙ୍କ ଦ୍ୱାରା ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ମାନେ ଭାରତୀୟମାନଙ୍କୁ କେମିତି ଆମେ କଣ୍ଟ୍ରୋଲ କରିପାରିବା ତାହା ଉଦ୍ଦେଶ୍ୟରେ ଏହି ଆଇନଟି ଆସିଲା, ଦେଶାନ୍ତର ଗମନ ନିଷେଧ ଆଇନଟି 1908ରେ। ଏହି ଆଇନରେ ବିରୋଧରେ ଭାରତୀୟମାନେ 1908 ଅକ୍ଟୋବରରେ ନାଟାଲ ସୀମା ପାର ହୋଇ ଟ୍ରାନ୍ସଲାଭ ଗମନ କଲେ ଏବଂ ଗିରଫ ମଧ୍ୟ ହେଲେ। ଯେତେବେଳେ ଏହି ଆଇନଟିକୁ ପିଲାମାନେ କ'ଣ କଲେ, ମାନେ ନଷ୍ଟ କରିବା ପାଇଁ ବା ବିରୋଧ କରିବା ପାଇଁ କ'ଣ କରିଥିଲେ, ସଂଗ୍ରାମୀକାରୀ ମାନେ କ'ଣ କରିଥିଲେ, ସେମାନେ ସୀମାକୁ ପାର ହେଇଥିଲେ, ନାଟାଲ ସୀମାକୁ ପାର ହେଇକରି କ'ଣ କଲେ ଟ୍ରାନ୍ସଲାଭ ଗମନ କରିଥିଲେ। ଆଉ ଅନେକ ଭାରତୀୟ ମାନେ କ'ଣ ଥିଲେ ଗିରଫ ମଧ୍ୟ ହେଇଥିଲେ। ଏ ହେଉଛି ଦେଶାନ୍ତର ଆଇନ। ମନେ ରଖ, ଦେଶାନ୍ତର ଗମନ ନିଷେଧ ଆଇନ କେବେ ଆସିଥିଲା? 1908 ମସିହା ଆସିଥିଲେ। ଆଉ ସେଥିପାଇଁ ଭାରତୀୟମାନେ କ'ଣ କଲେ, ସେମାନେ ଟ୍ରାନ୍ସ ଲାଇନକୁ ପାର ହେଇଥିଲେ। ମନେ ରଖ। ବିବାହର ସ୍ୱୀକୃତି ପ୍ରତ୍ୟାହାର ବିରୋଧରେ ଆନ୍ଦୋଳନ 1913 ମସିହାରେ। ଏଇଟା ହେଉଛି ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀ ଯେତେ ସମୟରେ ରହିଥିଲେ ଏହି ସମୟର ଘଟଣା ଗୁଡ଼ିକ ବା ଏହି ସମୟରେ ଯେଉଁ ଆଇନ ଗୁଡ଼ିକ ଆସିଥିଲା ସେ ବିଷୟରେ ଆମେ ପଢ଼ୁଅଛୁ ପିଲାମାନେ। ଯାହାକି ସେ ବହିରେ ଅଛି ସବୁ ଗୁଡ଼ାକ ପଢ଼ା ହେଉଛି, ପିଲାମାନେ ନୋଟ୍ କରୁଥିବ ସବୁବେଳେ। ଆଉ ଯେତେ ବି ଡିଫିକଲ୍ଟ ଲାଗିଥିବ ମୋତେ କମେଣ୍ଟ ମାଧ୍ୟମରେ ତୁମେମାନେ ଜଣାଇବ। ବିବାହର ସ୍ୱୀକୃତି ପ୍ରତ୍ୟାହାର ବିରୋଧରେ ଆନ୍ଦୋଳନ 1913 ମସିହାରେ। 1913 ମସିହା ମାର୍ଚ୍ଚ ମାସ 14 ତାରିଖରେ ଦକ୍ଷିଣ ଆଫ୍ରିକାର ଉଚ୍ଚତମ ନ୍ୟାୟାଳୟର ଏକ ନିଷ୍ପତ୍ତି କ୍ରମେ ଖ୍ରୀଷ୍ଟିଆନ ରୀତି ଅନୁସାରେ ସମ୍ପାଦିତ ହୋଇ ନଥିବା ଓ ପଞ୍ଜୀକରଣ ହୋଇ ନଥିବା ଭାରତୀୟମାନେ ବିବାହର ସ୍ୱୀକୃତି ପ୍ରତ୍ୟାହାର କରାଗଲା। ଦେଖ, ଏହି ଯେଉଁ ଆଇନଟି ଥିଲା ବିବାହ ସ୍ୱୀକୃତି ପ୍ରତ୍ୟାହାର ବିରୋଧରେ ଆନ୍ଦୋଳନ, ଯଦି ଭାରତୀୟ ହେଇଥିବ ଆଉ ଭାରତୀୟ ହେବା ସହିତ ତମେ ଯଦି ଖ୍ରୀଷ୍ଟିଆନିଟି ତମର ଖ୍ରୀଷ୍ଟିଆନ ହୋଇନଥିବ ତାହେଲେ ତମେ କୌଣସି ବିବାହ କରିପାରିବ ନାହିଁ। ବା ତମେ ଯଦି ରେଜିଷ୍ଟର କରିନଥିବ, ତମେ ଖ୍ରୀଷ୍ଟିଆନ ରେଜିଷ୍ଟ୍ରେସନ କରିନଥିବ, ତମେ ଖ୍ରୀଷ୍ଟିଆନିଟି ହୋଇନଥିବ ତାହେଲେ ତମେ ବିବାହ କରିପାରିବ ନାହିଁ। ଏ ଥିଲା ବିବାହ ସ୍ୱୀକୃତି ପ୍ରତ୍ୟାହାର ବିରୋଧୀ ଆନ୍ଦୋଳନ। ଆଉ ଏଇଟା କିଏ କହିଛି? ହାଇକୋର୍ଟ କହିଛି, ଉଚ୍ଚ ନ୍ୟାୟାଳୟ କହିଛି, ଉଚ୍ଚତମ ନ୍ୟାୟାଳୟ କହିଅଛି। ହାଇକୋର୍ଟ କ'ଣ କହିଛି? ଅର୍ଡର ଦେଇଛି ଯେ ତମେ କୌଣସି ଖ୍ରୀଷ୍ଟିଆନିଟି ହୋଇନଥିଲେ ଆଉ ଖ୍ରୀଷ୍ଟିଆନିଟି ତମେ ରେଜିଷ୍ଟ୍ରେସନ କରିନଥିଲେ ତମେ ବିବାହ କରିପାରିବ ନାହିଁ। ଏ ଥିଲା ଆଇନଟି। ଏହି ବିରୋଧରେ ସଂଗଠିତ ଆନ୍ଦୋଳନ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀଙ୍କର ନେତୃତ୍ୱରେ ଶେଷ ଆନ୍ଦୋଳନ ଥିଲା। ଆଉ ଏହା ଥିଲା ମହାତ୍ମା ଗାନ୍ଧୀଙ୍କ ଶେଷ ଦକ୍ଷିଣ ଆଫ୍ରିକାର ଆନ୍ଦୋଳନ ଗୁଡ଼ିକ ଥିଲା। ଆଉ ମନେ ରଖ, ମହାତ୍ମା ଗାନ୍ଧୀ ସର୍ବପ୍ରଥମେ ଦକ୍ଷିଣ ଆଫ୍ରିକାରୁ ହିଁ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ। ଫାର୍ଷ୍ଟ ଟାଇମ୍ ସେ ଭାରତ ଆସିନାହାନ୍ତି, ସେମାନେ ଦେଶ ବାହାରେ ରହି ମଧ୍ୟ କାହା ଉପରେ ବିରୋଧ କରୁଥିଲେ, ସଂଗ୍ରାମ ଆରମ୍ଭ କଲେ ଇଂରେଜମାନଙ୍କ ଉପରେ। କେଉଁ ଦେଶରୁ ଆରମ୍ଭ କଲେ? ଦକ୍ଷିଣ ଆଫ୍ରିକାରୁ ଆରମ୍ଭ କଲେ। ସେ ମନେ ରଖ ଯେ କେଉଁ ଦେଶରୁ ମହାତ୍ମା ଗାନ୍ଧୀ ସର୍ବପ୍ରଥମେ ଇଂରେଜ ବିରୋଧରେ ତାଙ୍କର ସଂଗ୍ରାମ ଆରମ୍ଭ କରିଥିଲେ, ସେଟା ହେଉଛି ଦକ୍ଷିଣ ଆଫ୍ରିକା।
ଆଉ ମହାତ୍ମା ଗାନ୍ଧୀଙ୍କର ବିବାହ ସ୍ୱୀକୃତି ପ୍ରତ୍ୟାହାର ବିରୋଧରେ ଆନ୍ଦୋଳନଟି ଦକ୍ଷିଣ ଆଫ୍ରିକାର ଶେଷ ଆନ୍ଦୋଳନରେ ରହିଥିଲା। ଏଇଟା ମଧ୍ୟ ମନେ ରଖ। ଗାନ୍ଧୀଙ୍କ ନେତୃତ୍ୱ ସଂଗ୍ରାମ ନିକଟରେ ଇଂରେଜଙ୍କ ସରକାର ହାର ମାନିଲେ। ଆଉ ନିହାତି ହାର ମାନିବେ, ମହାତ୍ମା ଗାନ୍ଧୀ ଯେହେତୁ ଗୋଟେ ଆଇନଜୀବୀ, ମୁଖ୍ୟ ଆଇନଜୀବୀ, ଆଉ ତାଙ୍କର କଥା ପୁରା ଲରେ କଥା ଚାଲେ, ତେଣୁକରି ଦକ୍ଷିଣ ଆଫ୍ରିକାର ଶ୍ୱେତାଙ୍ଗ ମଧ୍ୟ ହାର ମାନିଥିଲେ ଓ ସେ କେତେକ ଅପମାନିତ ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ କଲେ ଓ ସେ ସମୟରେ ଦକ୍ଷିଣ ଆଫ୍ରିକାର ଶାସନ ମୁଖ୍ୟ ଥିଲେ ଜେନେରାଲ ସମଟସ୍। ଆଉ ଜେନେରାଲ ସମଟସ୍ ହେଉଛନ୍ତି ମହାତ୍ମା ଗାନ୍ଧୀ ଯେତେବେଳେ ଦକ୍ଷିଣ ଆଫ୍ରିକାର ଶେଷ ଆନ୍ଦୋଳନ ରହିଥିଲା ତାଙ୍କର ସେ ସମୟରେ ସେ ରହିଥିଲେ। ଆଉ ମହାତ୍ମା ଗାନ୍ଧୀ ତାଙ୍କର ଯୋଉ ଦାଦା ଅବଦୁଲ୍ଲାଙ୍କର ବ୍ୟବସାୟର ଯୋଉ କେସ୍ ଲଢ଼ିବା ପାଇଁ ଦକ୍ଷିଣ ଆଫ୍ରିକା ଯୋଉ ଯାଇଥିଲେ, ସେ କେସ୍ ଜିତିଲା ପରେ ସେ 2 ବର୍ଷ ସେଇଠି ବିତେଇଥିଲେ। ଆଉ ପରବର୍ତ୍ତୀ ସମୟରେ ସେ ଦକ୍ଷିଣ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ କରିଥିଲେ 1915ରେ। 1915ରେ ଯେତେବେଳେ ମହାତ୍ମା ଗାନ୍ଧୀ ଫେରିଲେ, ତାହାକୁ କୁହାଯାଏ କେତେ ମସିହାରେ ଫେରିଲେ? 1915ରେ ଜାନୁଆରୀ ମାସ 9 ତାରିଖ ଦିନ ମହାତ୍ମା ଗାନ୍ଧୀ ଫେରିଥିଲେ କେଉଁଠି? ଦକ୍ଷିଣ ଆଫ୍ରିକା। ମନେ ରଖ, ଦକ୍ଷିଣ ଆଫ୍ରିକାରୁ ମହାତ୍ମା ଗାନ୍ଧୀ କେବେ ପ୍ରତ୍ୟାବର୍ତ୍ତନ କରିଥିଲେ? 1915 ମସିହା ଜାନୁଆରୀ 9 ତାରିଖ ଦିନ ଫେରିଥିଲେ। ଆଉ ଗାନ୍ଧୀଜୀ ଗୋପାଳ କୃଷ୍ଣ ଗୋଖଲେଙ୍କୁ ତାଙ୍କର ରାଜନୀତିକ ଗୁରୁ ଭାବରେ ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କର ରାଜନୈତିକ ଗୁରୁଙ୍କ ନାମ ହେଲା ଗୋପାଳ କୃଷ୍ଣ ଗୋଖଲେ। ହେଉଛନ୍ତି ଗୋପାଳ କୃଷ୍ଣ ଗୋଖଲେ। ଓ ତାଙ୍କ ଗୋଖଲେଙ୍କର ଉପଦେଶ ଅନୁଯାୟୀ ଗାନ୍ଧୀଜୀ 1 ବର୍ଷ କାଳ ରାଜନୀତିରୁ ଦୂରେଇ ରହିଥିଲେ ଓ ସେ ସମୟ ମଧ୍ୟରେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକମାନଙ୍କ ରାଜନୈତିକ ଅନୁଭବ ଲାଭ କରିଥିଲେ। ମହାତ୍ମା ଗାନ୍ଧୀ ଯେତେବେଳେ ଦକ୍ଷିଣ ଆଫ୍ରିକାରୁ ଆସିଥିଲେ 1915 ମସିହା ଜାନୁଆରୀ 9 ତାରିଖ ଦିନ ଆସିଥିଲେ, ଗୋପାଳ କୃଷ୍ଣ ତାଙ୍କର ରାଜନୀତି ଗୁରୁ ଥିଲା। ତାଙ୍କର ଅନୁପ୍ରାଣିତ ହୋଇ ତାଙ୍କର ଉପଦେଶ ଅନୁସାରେ, ତାଙ୍କର କଥା ଅନୁସାରେ ସେ କ'ଣ କଲେ? ସେ ଡାଇରେକ୍ଟ ଇନଭଲ୍ଭ ହୋଇନଥିଲେ ରାଜନୀତି କ୍ଷେତ୍ରରେ। ସେ ଗୋଟେ ବର୍ଷ କ'ଣ କରିଥିଲେ? ସବୁକୁ ସମୀକ୍ଷା କରିଥିଲେ। ସେ ଭାରତ ସାରା ସବୁ ବିଭିନ୍ନ ଜାଗାକୁ ବୁଲିଥିଲେ ଆଉ ପରବର୍ତ୍ତୀ ସମୟରେ ସେ ରାଜନୀତି କ୍ଷେତ୍ରରେ ଯୋଗ ଦେଇଛନ୍ତି। ଦକ୍ଷିଣ ଆଫ୍ରିକାରେ ତାଙ୍କର ମହାନ ନୀତି ଯୋଗୁଁ, କାହାର ମହାନ ନୀତି? ମହାତ୍ମା ଗାନ୍ଧୀଙ୍କର ମହାନ ନୀତି ଯୋଗୁଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ। ମନେ ରଖ, ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେ ମହାତ୍ମା ଗାନ୍ଧୀକୁ ଯୋଉ ମହାତ୍ମା ଆମେ କହୁଛୁ, ଗାନ୍ଧୀକୁ ମହାତ୍ମା ବୋଲି ଯେ କହୁଛୁ, କାହିଁକି ମହାତ୍ମା ବୋଲି କୁହାଯାଏ? କାହିଁକି ନା ଯୋଉ ଦକ୍ଷିଣ ଆଫ୍ରିକାରେ ତାଙ୍କର ମହାନ ନୀତି ଯୋଗୁଁ, କୋଉ ମହାନ ନୀତି? ଯୋଉ ଆମେ ଦେଖିଲା ଯେ ଯୋଉ କଳାଗୋର ଭେଦଭାବ ରହିଥିଲା, କଳାଗୋର ଭେଦଭାବ ପାଇଁ ସେ ଯୋଉ ସଂଗ୍ରାମ କରିଥିଲେ। ଆଉ ସେଥିପାଇଁ ସେ କ'ଣ କଲେ? ଗୋଟେ ସଂଗଠନ ଗଢ଼ିଥିଲେ, ନାଟାଲ ଭାରତୀୟ କଂଗ୍ରେସ ଗଠନ କରିଥିଲେ ଆଉ ଇଣ୍ଡିଆନ ଓପିନିଅନ ଗଠନ କରିଥିଲେ। କାହା ପାଇଁ? ଆମ ଭାରତ ପାଇଁ ଯୋଉ ଅତ୍ୟାଚାର ହେଇଥିଲେ। ତା ସହିତ ସେ 1906 ମସିହାରେ ଯୋଉ ଏସିଆ ରେଜିଷ୍ଟର ଆଇନ ଆସିଥିଲା, ଯୋଉ ପଞ୍ଜୀକରଣ ଆଇନ ଆସିଥିଲା, ଯେ ନିହାତି ସମସ୍ତେ କ'ଣ ଗୋଟେ ଭୋଟର ଆଇଡି, ଯୋଉ ଭୋଟର ଆଇଡି ବା ଆଙ୍ଗୁଳି ଛାପକୁ ଧରିକି ବୁଲିବେ, ଯୋଉ ଆସିଥିଲା ତାକୁ ବିରୋଧରେ କରିଥିଲେ। ସେ ଦେଶାନ୍ତର ଗମନ ନିଷେଧ ଆଇନ ଯୋଉ 1908ରେ ଆସିଥିଲା, ତା ବିରୋଧରେ ସେ ଆନ୍ଦୋଳନ କରିଥିଲେ ଓ ବିବାହର ସ୍ୱୀକୃତି ପ୍ରତ୍ୟାହାର ଆନ୍ଦୋଳନ ପାଇଁ ସେ 1913 ମସିହା ଯୋଉ ଆଇନ ଆସିଥିଲା ତା ମଧ୍ୟ ସେ ବିରୋଧ କରିଥିଲେ। ଏଇ ସବୁ ଯେତେ ବି ନୀତି ଆସିଥିଲା ତା ଭିତରେ ଯେ ଦକ୍ଷିଣ ଆଫ୍ରିକାରୁ ଯୋଉ ଭାରତୀୟମାନଙ୍କୁ ଯୋଉ ଉଦ୍ଧାର କରିছে, ସେଇ ପ୍ରକାର ନୀତି ଯୋଗୁଁ ମହାତ୍ମା ଗାନ୍ଧୀକୁ ରବୀନ୍ଦ୍ରନାଥ ଟାଗୋର କ'ଣ କରିଛନ୍ତି? ମହାତ୍ମା ଆଖ୍ୟା ଦେଇଛନ୍ତି। କେଉଁ କବି? ତାକୁ କୁହାଯାଏ ବିଶ୍ୱକବି କୁହାଯାଏ। ରବୀନ୍ଦ୍ରନାଥ ଠାକୁରକୁ ବିଶ୍ୱକବି ବୋଲି କୁହାଯାଏ। ଆଉ ସେ ବିଶ୍ୱକବି କ'ଣ କରିଛନ୍ତି? ଗାନ୍ଧୀଜୀଙ୍କୁ କ'ଣ ସେ ମହାତ୍ମା ଆଖ୍ୟା ଦେଇଛନ୍ତି। ମନେ ରଖ। ଆଉ 1916 ମସିହାରେ ସେ ଆହମଦାବାଦ ନିକଟରେ ସାବରମତୀ ନିକଟରେ ଏକ ଆଶ୍ରମ ପ୍ରତିଷ୍ଠା କରି ଦେଶବାସୀଙ୍କୁ ସତ୍ୟ, ଅହିଂସା, ନିଷ୍ଠା ଓ ନିର୍ଭୀକତାର ପଥ ପ୍ରଦର୍ଶନ କରିଥିଲେ। ମହାତ୍ମା ଗାନ୍ଧୀ କ'ଣ କରିଥିଲେ? ସେ ଯେହେତୁ ତାଙ୍କର ଗୁରୁ କହିଛନ୍ତି, ରାଜନୈତିକ ଗୁରୁ ଗୋପାଳ କୃଷ୍ଣ କହିଛନ୍ତି, ତୁମେ ଯୋଗ କର ନାହିଁ। କୋଉଠି? ରାଜନୀତି କ୍ଷେତ୍ରରେ ଯୋଗ କର ନାହିଁ। ତମେ ଯାଅ, ବିଭିନ୍ନ ଜାଗାକୁ ଯାଅ, ବୁଲି ଦେଖ ରାଜନୀତି କେମିତି ଅଛି, ଲୋକମାନଙ୍କୁ କ'ଣ ସମସ୍ୟା ଅଛି, ଲୋକମାନଙ୍କୁ ଇଂରେଜମାନେ କିପରି ଶୋଷଣ କରୁଛନ୍ତି, ତାହା ଦେଖ। ସେଥିପାଇଁ ସେ ମହାତ୍ମା ଗାନ୍ଧୀ କ'ଣ କଲେ? ସାବରମତୀ ନିକଟରେ ଗୋଟେ ଆଶ୍ରମ କ'ଣ କରିଥିଲେ? ତିଆରି କରିଥିଲେ। ପ୍ରତିଷ୍ଠା କରି ସେ କ'ଣ କହିଲେ କି ସତ୍ୟ, ଅହିଂସା, ନିଷ୍ଠା, ନିର୍ଭୀକତା ପଥ ପ୍ରଦର୍ଶନ କରିଥିଲେ ଲୋକମାନଙ୍କୁ।
ଆଉ ମହାତ୍ମା ଗାନ୍ଧୀ ସେ ଗୋଟେ ଆଶ୍ରମ ସ୍ଥିର କଲେ ଆଉ ଲୋକମାନଙ୍କୁ ସତ୍ୟ ଅହିଂସା ନିଷ୍ଠା ଓ ନିର୍ଭୀକତା ପଥ ପ୍ରଦର୍ଶନ କରିଥିଲେ। ଓ ଗାନ୍ଧୀଙ୍କ ମତରେ ସତ୍ୟାଗ୍ରହର ଅର୍ଥ ନିର୍ଭୀକତା ନୁହେଁ। ସତ୍ୟାଗ୍ରହ ହେଉଛି ସତ୍ୟ ପ୍ରତି ଆଗ୍ରହ ଓ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ସମସ୍ତେ ଭାବନ୍ତି ଯେ ସତ୍ୟାଗ୍ରହ ମାନେ ସତ୍ୟ ମାନେ ଭୀରୁ ବୋଲି କୁହାଯାଏ, କିନ୍ତୁ ଭୀରୁ ନୁହଁ। ଏ ହେଉଛି ସତ୍ୟାଗ୍ରହ ହେଉଛି ସତ୍ୟ ପ୍ରତି ଆଗ୍ରହ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ମହାତ୍ମା ଗାନ୍ଧୀଙ୍କ ମତରେ। ଆଉ 1917 ମସିହାରେ ଇଂରେଜଙ୍କ ଉପନିବେଶ ଗୁଡ଼ିକୁ ପାଇଁ ଭାରତୀୟମାନେ ନିଯୁକ୍ତିକୁ ବନ୍ଦ ନ କଲେ ସରକାରଙ୍କ ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ଧମକ ଦେଇ ଗାନ୍ଧୀଙ୍କ ଏହି ନିଯୁକ୍ତି ବନ୍ଦ କରିବାରେ ସଫଳତା ହୋଇଥିଲେ। ଦେଖ 1917 ମସିହାରେ କ'ଣ ହେଇଥିଲା କି ଯେତେ ବି ଉପନିବେଶ ପାସ୍ ଚାଲିଥିଲା ଆମ ଦେଶରେ ଉପନିବେଶ ବ୍ରିଟିଶର ମାନେ ଆସିଥିଲେ ଆଉ ବିଭିନ୍ନ ପ୍ରକାର ବାଣିଜ୍ୟ ମାନେ କରୁଥିଲେ। ଆଉ ସେ ବାଣିଜ୍ୟରେ କ'ଣ ଥିଲେ କି ଭାରତୀୟମାନଙ୍କୁ ନିଯୁକ୍ତି ଦେବା ବଦଳରେ ସେ କ'ଣ ନିଯୁକ୍ତି ଦେଇକରି ସେ ବାହାରକୁ କୁଲି ମଜୁରୀ ବା ସ୍ଲେଭ୍ ଆକାରରେ ସେମାନଙ୍କୁ ବନ୍ଦୀ କରିକିରି ଅନ୍ୟ ଦେଶକୁ ପଠାଇ ଦେଉଥିଲେ। ଆଉ ତାହା ବିରୋଧରେ ମହାତ୍ମା ଗାନ୍ଧୀ ପ୍ରଥମ କରି ଯେତେବେଳେ ଦକ୍ଷିଣ ଆଫ୍ରିକାରୁ ଆସିଲେ ମହାତ୍ମା ଗାନ୍ଧୀ 1917 ମସିହାରେ ପ୍ରଥମ କରି ସେଠି ବିରୋଧ କରିଥିଲେ। ଆଉ ଦକ୍ଷିଣ ଆଫ୍ରିକାର ଆସିଲା ପରେ ସେ ଉପନିବେଶବାଦର ଯେଉଁ ନୀତି ଥିଲା ସେଗୁଡ଼ିକୁ ବିରୋଧ କରିଥିଲେ ଆଉ ନିଯୁକ୍ତି ବନ୍ଦ କରିଥିଲେ। ଆଉ ସେମାନେ ସଫଳ ମଧ୍ୟ ହେଇଥିଲେ ବନ୍ଦ କରିବା ପାଇଁ। କ'ଣ ବନ୍ଦ କରିବା ପାଇଁ? ଯେଉଁ ଇଣ୍ଡିଆନ ମାନଙ୍କୁ ଭାରତୀୟମାନଙ୍କ ପାଇଁ ଯେଉଁ ନିଯୁକ୍ତି ଦେଇକି କ'ଣ କରୁଥିଲେ ବାହାର ଦେଶମାନଙ୍କୁ ପଠାଯାଉଥିଲା, ବ୍ରିଟିଶ ମାନେ କ'ଣ କରୁଥିଲେ ଭାରତୀୟଙ୍କୁ ଯେଉଁ ପଠାଯାଉଥିଲା ତାହା ବିରୋଧରେ ସେମାନେ ବନ୍ଦ କରିବା ପାଇଁ ଏଗୁଡ଼ିକୁ ସେ ସଫଳତା ହେଇଥିଲେ ମହାତ୍ମା ଗାନ୍ଧୀ। ଆଉ ସେଥିପାଇଁ ଆମେ ଜାଣିଛୁ ଯେ ଯେତେବେଳେ ମହାତ୍ମା ଗାନ୍ଧୀ 1915 ମସିହା ଜାନୁଆରୀ ମାସ 9 ତାରିଖ ଆସିଛି ତାକୁ ଆମେ ପ୍ରବାସୀ ଦିବସ ରୂପେ ପ୍ରତ୍ୟେକ ବର୍ଷ ପାଳନ କରାଯାଏ। ପ୍ରାବେଶିକ ଭାରତୀୟ ଦିବସ ରୂପେ ପାଳନ କରାଯାଏ ମହାତ୍ମା ଗାନ୍ଧୀଙ୍କ ଦିନ ଯେଉଁ ଦିନ ଆସିଲେ। ଠିକ୍ ଅଛି, ବୁଝିହେଲା ପିଲାମାନେ? ମହାତ୍ମା ଗାନ୍ଧୀ କେବେ ଜନ୍ମ କରିଥିଲେ? ମହାତ୍ମା ଗାନ୍ଧୀ ଯାଇଥିଲେ ଦକ୍ଷିଣ ଆଫ୍ରିକା ଯାଇଥିଲେ। ଦକ୍ଷିଣ ଆଫ୍ରିକା କ'ଣ ସେମାନେ କଲେ ସେଗୁଡ଼ାକ ପଢ଼ିଲା। ମହାତ୍ମା ଗାନ୍ଧୀ କେବେ ଫେରିଲେ ସେଟା ମଧ୍ୟ ଆମେ ପଢ଼ିଲା। ଏବେ ଦେଖିବା ମହାତ୍ମା ଗାନ୍ଧୀ ଯେଉଁ ଭାରତରେ ଯେଉଁ ଆନ୍ଦୋଳନ ଗୁଡ଼ିକ କରିଥିଲେ ଆସିଥିଲେ ଆରୁ ପ୍ରଥମ କରି ତାଙ୍କର ଯେଉଁ ଆନ୍ଦୋଳନ ଥିଲା ସେଟା ହେଲା ଚମ୍ପାରଣ ଆନ୍ଦୋଳନ 1917 ମସିହାରେ। ଓ ଭାରତରେ ଗାନ୍ଧୀଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନ ଥିଲା ଚମ୍ପାରଣ ଆନ୍ଦୋଳନ। ମନେ ରଖ ଯେ ଫାର୍ଷ୍ଟ ତାଙ୍କର ଗଣ ଆନ୍ଦୋଳନ କୋଉଟା ଥିଲା ସେଟା ହେଉଛି ଚମ୍ପାରଣ ଆନ୍ଦୋଳନ। ମନେ ରଖ ମହାତ୍ମା ଗାନ୍ଧୀ ଆସିଲା ପରେ ତାଙ୍କର ପ୍ରଥମ ଆନ୍ଦୋଳନ ଥିଲା ଚମ୍ପାରଣ ଆନ୍ଦୋଳନଟି ଥିଲା। ଚମ୍ପାରଣ ଆନ୍ଦୋଳନ ଯେଉଁ ଚମ୍ପାରଣ ଜିଲ୍ଲାଟି କୋଉଠି ଅଛି? ଚମ୍ପାରଣ ଜିଲ୍ଲା ହେଉଛି ଆମେ ଦେଖିଲା ବିହାରରେ ରହିଅଛି। ଆଉ ବିହାରରେ କ'ଣ ହେଉଥିଲା କି ସେ ସମୟରେ ଗୋଟେ ଜମିରେ 20 ଭାଗ ଜମିରୁ 3 ଭାଗ ଜମିରେ ନୀଳ ଚାଷ କରିବା ପାଇଁ ବାଧ୍ୟ କରୁଥିଲେ କି ମାନେ ବ୍ରିଟିଶର ମାନେ ବାଧ୍ୟ କରୁଥିଲେ। ଆଉ ସେମାନଙ୍କ ନିର୍ଦ୍ଧାରିତ ଦରରେ ସେମାନଙ୍କୁ ବିକୁଥିଲେ। ଚାଷୀମାନଙ୍କୁ ବାଧ୍ୟ କରୁଥିଲେ, ଫୋର୍ସଫୁଲି କରୁଥିଲେ ତମେ ଏଗୁଡ଼ାକ କର, ନୀଳ ଚାଷ କର ବୋଲି କହୁଥିଲେ। ଆଉ ସେଥିରେ ସେମାନଙ୍କ ମନ ଇଚ୍ଛା ସେମାନେ କ'ଣ କରୁଥିଲେ କର ଦେବାକୁ ପଡ଼ୁଥିଲା। ଆଉ ସେମାନେ ମନ ଇଚ୍ଛା ସେମାନଙ୍କୁ କ'ଣ କରୁଥିଲେ ତାଙ୍କ ମନ ଇଚ୍ଛାରେ ସେମାନେ ଦରରେ କିଣୁଥିଲେ। ଆଉ ସେ ପ୍ରକାର ବ୍ୟବସ୍ଥା କୁହାଯାଏ 3 କାଠିଆ ବ୍ୟବସ୍ଥା କୁହାଯାଏ। ସେମାନେ 20 ଭାଗ ଜମିରୁ 3 ଭାଗ ଜମିରେ ସେମାନେ ଯେହେତୁ ନୀଳ ଚାଷ କରିବାକୁ ପଡ଼ୁଥିଲା ତେଣୁକରି ଏହାକୁ 3 କାଠିଆ ବ୍ୟବସ୍ଥା ମଧ୍ୟ କୁହାଯାଏ। ବିହାର ଚମ୍ପାରଣ ଜିଲ୍ଲାରେ ଚାଷୀମାନଙ୍କ ଜମି 20 ଭାଗରୁ 3 ଭାଗ ଚାଷରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜ ବୃକ୍ଷରୋପଣ କରିବା ଦ୍ୱାରା ବାଧ୍ୟ କରାଯାଉଥିଲା ଓ ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡ଼ୁଥିଲା। ଏହା କୁହାଯାଏ 3 କାଠିଆ ବ୍ୟବସ୍ଥା। ମନେ ରଖ 3 କାଠିଆ ବ୍ୟବସ୍ଥା କାହିଁକି କୁହାଯାଏ? ଯେଉଁ ଚାଷ ଭୂମି ଥିଲା ସେଥିରେ 20 ଭାଗ ଜମିରୁ 3 ଭାଗ ଭୂମିରେ ନୀଳ ଚାଷ କରିବା ପାଇଁ ବାଧ୍ୟ କରୁଥିଲେ। ଆଉ ସେମାନେ ନିର୍ଦ୍ଧାରିତ ଦରରେ ସେମାନଙ୍କର ଫସଲକୁ ସେମାନେ କିଣୁଥିଲେ। ଆଉ ଏହି ପ୍ରକାର ବ୍ୟବସ୍ଥା କୁହାଯାଏ 3 କାଠି ବ୍ୟବସ୍ଥା କୁହାଯାଏ। ଆଉ ଗୋଟେ ମନେ ରଖ ପିଲାମାନେ ଯେ ଏଇ ଯେଉଁ ନୀଳ ଚାଷ କରାଯାଏ, ଯେଉଁ ଆମେ ଉଜାଲା ସମସ୍ତେ ଦେଖିଛ, ସମସ୍ତେ ଡ୍ରେସ୍ ଲଗେଇଛ, ସେ ଉଜାଲା ଗୁଡ଼ିକକୁ ଆମେ ନୀଳ ଆଉ ସେ ନୀଳ ଚାଷ ଯେତେବେଳେ କରାଯାଏ ପିଲାମାନେ ଜମିରେ ସେ ଭୂମିର ଉର୍ବରକୁ କମେଇ ଦେଇଥାଏ ଆଉ ନଷ୍ଟ କରିଯାଏ। ଆଉ ଗୋଟେ ବର୍ଷ ତମେ ଯଦି ସେଥିରେ ଜମିରେ ଚାଷ କଲ, ନୀଳ ଚାଷଟି କଲ, ମାନେ 3 ବର୍ଷ 4 ବର୍ଷ ତମେ ତ ଆଉ କୌଣସି ଚାଷ କରିପାରିବ ନାହିଁ। ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଚମ୍ପାରଣ ଜିଲ୍ଲାର ଯେଉଁ ଚାଷୀମାନେ ଥିଲେ ଏହି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁକରି ମହାତ୍ମା ଗାନ୍ଧୀଙ୍କର ଯେଉଁ ସମସ୍ୟା, ଏହି ସମସ୍ୟାକୁ ଦେଖିବା ପାଇଁ ବା ନିର୍ଦ୍ଧାରିତ କରିବା ପାଇଁ ତାହାର ଚମ୍ପାରଣ ଜିଲ୍ଲାର ଗୋଟେ ଚାଷୀ ରାଜକୁମାର ଶୁକ୍ଳ ତାଙ୍କୁ କ'ଣ କରିଥିଲେ କି ଆମନ୍ତ୍ରଣ କରିଥିଲେ ଆଉ ତାଙ୍କୁ ଡାକିଥିଲେ ମହାତ୍ମା ଗାନ୍ଧୀକୁ। କେତେ ମସିହାରେ? 1917 ମସିହାରେ ମହାତ୍ମା ଗାନ୍ଧୀକୁ ସେ ଆମନ୍ତ୍ରଣ କରିଥିଲେ ସେ ସମସ୍ୟାକୁ ଦେଖିବା ପାଇଁ ଆଉ
ସେ ଯାଇଥିଲେ ମହାତ୍ମା ଗାନ୍ଧୀ କୋଉ ସହରକୁ ଯାଇଥିଲେ? ଚମ୍ପା ଜିଲ୍ଲାର ସଦର ମହକୁମା ମୋତିହାରରେ ପହଞ୍ଚିଥିଲେ 1917 ଏପ୍ରିଲ ମାସରେ। ଆଉ ଗୋଟେ ଦେଖ ନୀଳ ଚାହିଦାର ଯେତେବେଳେ ସେ ନିର୍ଦ୍ଧାରିତ ଦରରେ ସେମାନେ ବିକିଲେ, ଆଉ ନିର୍ଦ୍ଧାରିତ ଦରରେ କ'ଣ ଥିଲେ ଚାଷୀମାନଙ୍କର କିଣୁଥିଲେ। ଆଉ ଥରେ କ'ଣ ଥିଲେ ଯେତେବେଳେ ନୀଳ ଚାଷର ଚାହିଦା ହ୍ରାସ ପାଇବାରୁ ଚାଷୀମାନଙ୍କ ନୀଳ ଚାଷକୁ ବାଧ୍ୟତା ନ କରିବା ପାଇଁ ଜମିର ଭଡ଼ା ବୃଦ୍ଧି କରାଯାଇଥିଲା। ଦେଖ ପ୍ରଥମେ ତ ସେ କ'ଣ କଲେ ନୀଳ ଚାଷ କରିବା ପାଇଁ ବାଧ୍ୟ କଲେ। ଯେତେବେଳେ ନୀଳ ଚାଷର ଚାହିଦା କମିବାରେ ଲାଗିଲା ବା ବଜାର ଡିମାଣ୍ଡଟି କମିଗଲା ବା ସେମାନେ ସେତେ ମାନେ ତାଙ୍କର ଯେଉଁ ନୀଳ ଉତ୍ପାଦନ ହେଇଥିଲା ସେଇଟା ଆଉ ବିକ୍ରି ହେଲା ନାହିଁ। ସେ ସମୟରେ ସେମାନେ କ'ଣ କଲେ, ଆଉ କାହିଁକି ବିକ୍ରି ହେଲା ନାହିଁ? କାହିଁକି ନା ଯେ ଜର୍ମାନୀରେ ସେ ସମୟରେ ଜର୍ମାନୀରେ କ'ଣ କରିଥିଲେ କି ଜର୍ମାନୀରେ ନୀଳ ଚାଷ ଉତ୍ପାଦନ କରିଥିଲେ। ଆଉ ନୀଳ ଚାଷ ଉତ୍ପାଦନ କେମିତି କରିଥିଲେ? ସେମାନେ ଆର୍ଟିଫିସିଆଲ ଅନୁସାରେ କ'ଣ କରୁଥିଲେ ନୀଳ ଚାଷ କରୁଥିଲେ। ଯାହାଫଳରେ ସେମାନେ ବ୍ରିଟିଶର ମାନେ ଆଉ ସେ ଜର୍ମାନୀ ଆଡ଼କୁ ସେମାନେ ଆଉ ବିକ୍ରି କରିପାରିବେ ନାହିଁ, ଯାହାଦ୍ୱାରା ସେମାନଙ୍କ ବଜାର ଦରଟା କମିଗଲା। ଯାହାଫଳରେ ସେମାନେ କ'ଣ କଲେ କି କେମିତି ଆମ ନୀଳ ଚାଷର ଯେଉଁ ରହିଅଛି ତାହାର ଆମେ କର କେମିତି ଆଦାୟ କରିବା, ଜମିମାନଙ୍କ ଚାଷୀମାନଙ୍କୁ କେମିତି ଶୋଷଣ କରିପାରିବା, ତାହା ଯୋଗୁଁ ସେମାନେ ହାଇ ଟ୍ୟାକ୍ସ ସେମାନଙ୍କୁ ଦେବାକୁ ପଡ଼ୁଥିଲା। କେମାନଙ୍କୁ? ଯେଉଁ ଏମାନଙ୍କୁ କ'ଣ ବେଆଇନ ଭାବରେ ଟିକସ ଗୁଡ଼ିକ ଆଦାୟ କରୁଥିଲେ କି ମାନେ ବ୍ରିଟିଶ ସେମାନେ କେଉଁମାନଙ୍କ ଠାରୁ? ଯେଉଁ ଚାଷୀମାନଙ୍କ ଠାରୁ ଶୋଷଣ କରୁଥିଲେ। ଆଉ ସେଇ ଶିକାର ଏହି ପ୍ରକାର ଶୋଷଣର ଶିକାର ଯେଉଁ ଭାରତୀୟମାନେ ହେଉଥିଲେ ତାହାର ସମୀକ୍ଷା କରିବା ପାଇଁ ମହାତ୍ମା ଗାନ୍ଧୀକୁ ଡାକିଥିଲେ ମୋତିହାରକୁ କିଏ? ରାଜକୁମାର ଶୁକ୍ଲା। ଆଉ ତା ସହିତ ଜିଲ୍ଲା ଅଧିକାରୀ ଯାଇଥିଲେ। ଆଉ ତାଙ୍କ ସହିତ ରାଜେନ୍ଦ୍ର ପ୍ରସାଦ, ମଜୁହାର ଲାଲ ହକ୍, ମହାଦେବ ଶେଖର, ନରହରି ପାରିକ ଓ ଜେବି କ୍ରିପାଲିନୀ ତାଙ୍କୁ ଯାଇଥିଲେ। ଆଉ ତାଙ୍କ ସହିତ ଏମାନେ ଯାଇଥିଲେ। ଆଉ ସେଥିର କଲେକ୍ଟର ତାଙ୍କୁ ଅର୍ଡ଼ର ଦେଇଥିଲା ଯେ ତୁମେ ଏ ରାସ୍ତା ଏ ଗାଁ ଛାଡ଼ି ତୁମେ ଏ ସହର ଛାଡ଼ି ତୁମେ ଚାଲିଯାଅ, ତୁମେ ଏଥିରେ ମୋଡ଼ ପୁରା ନାହିଁ, ଏଇଟା ତୁମ କାମ ନାହିଁ ବୋଲି ସେ ମନା କରିଦେଇଥିଲେ। କିନ୍ତୁ ମହାତ୍ମା ଗାନ୍ଧୀ କହିଥିଲେ ଆମେ ଯେତେ ଦଣ୍ଡ ଭୋଗିବାକୁ ପଡ଼ୁ ଆମେ ଏ ଜାଗାରେ ଆମେ ଶାସନ କରିକରି ଆମେ ଏହି ଆନ୍ଦୋଳନ କରିବୁ ବୋଲି ସେ ମହାତ୍ମା ଗାନ୍ଧୀ କହିଥିଲେ। ଗାନ୍ଧୀଜୀ ଏହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ସେଥିପାଇଁ ସେ ଯେକୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ପାଇଁ ବୋଲି ଘୋଷଣା କଲେ ଓ ଅହିଂସା ଉପାୟରେ ଅନ୍ୟାୟମୂଳକ ଆଇନକୁ ଅମାନ୍ୟ କରିବା ସେତେବେଳେ ଭାରତରେ ଏକ ନୂତନ ଭାବର ଆନ୍ଦୋଳନ ସମ୍ବନ୍ଧ ଭାବ ଉଭା ହେଲା। ଆଉ ମହାତ୍ମା ଗାନ୍ଧୀଙ୍କର ପ୍ରଥମ ମନେ ରଖ ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଆଇନ ଅମାନ୍ୟ ଆନ୍ଦୋଳନ ହେଉଛି ସେଟା ହେଉଛି ଚମ୍ପାରଣ ଆନ୍ଦୋଳନ। ଦ ଫାଷ୍ଟ ସିଭିଲ ଡିସଓବେଡ୍ ମୁଭମେଣ୍ଟ ହେଉଛି ପିଲାମାନେ ଚମ୍ପାରଣ ଆନ୍ଦୋଳନ ବା ପ୍ରଥମ ଆଇନ ଅମାନ୍ୟ ଆନ୍ଦୋଳନ କାହାକୁ କୁହାଯାଏ? ସେଟା ହେଉଛି ଚମ୍ପାରଣ ଆନ୍ଦୋଳନକୁ କୁହାଯାଏ। ଏଇଟା ନୋଟ୍ କରିନେବ ପିଲାମାନେ। ଆଉ ଶେଷରେ ସରକାରଙ୍କର ଗାନ୍ଧୀଜୀଙ୍କୁ ଚମ୍ପାରଣ ଚାଷୀମାନଙ୍କ ସମସ୍ୟା ଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ ଅନୁମତି ଦେଲେ। ଆଉ ଶେଷରେ ହାର ମାନିଥିଲେ କିଏ? ବ୍ରିଟିଶର ମାନେ ହାର ମାନିଥିଲେ। ଆଉ ତାହାର ସମୀକ୍ଷା କରିବା ପାଇଁ ରାଜି ହେଇଥିଲେ କିଏ? ବ୍ରିଟିଶର ମାନେ ଗାନ୍ଧୀଜୀକୁ ସମୀକ୍ଷା କରିବା ପାଇଁ ତାର ପରମିଶନଟି ଦେଇଥିଲେ। ଏ ବିଷୟରେ ସରକାରଙ୍କ ଦ୍ୱାରା ଏକ ଗଠିତ କମିଟି ଗଠନ ହେଇଥିଲା। ଆଉ ସେ ଗୋଟେ କମିଟି ଗଠନ କଲା ଯେଉଁ ଚାଷୀମାନଙ୍କର ଯେଉଁ ଶୋଷଣ ହେଉଥିଲା ଆଉ ଯେଉଁ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ଆଉ ନୀଳ ଚାଷ କରିବା ପାଇଁ ସେ ଗୋଟେ କମିଟି ବନିଥିଲା। ଆଉ ସେ କମିଟିରେ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ସଦସ୍ୟ ହେଇଥିଲେ। ଆଉ ଏଥିରେ କ'ଣ ଥିଲା? ଗାନ୍ଧୀଜୀଙ୍କୁ ନିଜେ ଅନୁସନ୍ଧାନ କରି ଚାଷୀମାନଙ୍କ ଇଂରେଜଙ୍କ ମାଲିକ ଶୋଷଣରୁ ରକ୍ଷା କରିବା ନିମନ୍ତେ ଲୋକମାନଙ୍କ ଆନ୍ଦୋଳନ କରି ସଫଳ ହେଲେ ଓ ତିନିକେଟି ବ୍ୟବସ୍ଥାକୁ ଉଚ୍ଛେଦ କଲେ ଏବଂ ଇଂରେଜ ମାଲିକ ଦ୍ୱାରା ବେଆଇନ ଭାବେ ଆଦାୟ କରାଯାଉଥିବା ଅର୍ଥ ଶତକଡ଼ା କେତେ? 25% ଚାଷୀମାନଙ୍କୁ ଫେରାଇ ଦେଇଥିଲା। ଯେଉଁ 25% ଯେଉଁ ଟ୍ୟାକ୍ସ ବେଆଇନ ଟ୍ୟାକ୍ସ କରାଯାଇଥିଲା ସମସ୍ତକୁ ଫେରାଇ ଦେଇଥିଲେ, ଯେଉଁମାନେ ଚାଷୀମାନଙ୍କୁ ଫେରାଇ ଦେଇଥିଲେ। ଆଉ ଏହା ଥିଲା ଗାନ୍ଧୀଜୀଙ୍କର ଚମ୍ପାରଣ ଆନ୍ଦୋଳନର ନେତୃତ୍ୱ ଭାବରେ ପ୍ରଥମ ସଫଳତା ଅହିଂସା ଆନ୍ଦୋଳନ ଥିଲା। ବୁଝିଗଲା ପିଲା? ଆଉ ଥରେ ରିକଲ୍ କରିଦେବା ଚମ୍ପାରଣ ଆନ୍ଦୋଳନ କ'ଣ ଥିଲା? ମହାତ୍ମା ଗାନ୍ଧୀ ଦେଖିଲେ ଯେ ଚମ୍ପାରଣ ଆନ୍ଦୋଳନରେ ବହୁତ ଶୋଷଣ ହେଉଛି। କେଉଁ ଶୋଷଣ ହେଉଛି? ନୀଳ ଚାଷ କରିବା ପାଇଁ ଇଂରେଜମାନେ କ'ଣ ଶୋଷଣ କରୁଛନ୍ତି ଆଉ ବେଆଇନ ଟ୍ୟାକ୍ସଟି ଦେବାକୁ ପଡ଼ୁଛି। ଆଉ ଚମ୍ପାରଣ ଆନ୍ଦୋଳନରେ ଦେଖିଲେ ଯେ ଯେଉଁ ଆନ୍ଦୋଳନ ହେଇଥିଲା ସେଥିରେ 3 କାଠିଆ ବ୍ୟବସ୍ଥା ରହିଅଛି। ସେ 3 କାଠିଆ ବ୍ୟବସ୍ଥା କହିଲେ ଯେଉଁଠି 20 ଭାଗ ଜମିରୁ 3 ଭାଗ ଜମିରେ ନୀଳ ଚାଷ କରିବାକୁ ବାଧ୍ୟ କରୁଥିଲେ। ତତ୍ ସହିତ କ'ଣ କରୁଥିଲେ କି ବ୍ରିଟିଶର ମାନେ ମନଇଚ୍ଛା ଦରରେ ସେମାନଙ୍କର ଯେଉଁ ଦ୍ରବ୍ୟକୁ କିଣୁଥିଲେ ଆଉ ସେମାନେ ବିକୁଥିଲେ ବାହାର ଦେଶରେ। ଆଉ ଯେତେବେଳେ ଦର ଦାମ କମିଯାଉଥିଲା ବା ଚାହିଦା କମିଯାଉଥିଲା
ଆଉ ସେତେବେଳେ ସେମାନଙ୍କୁ ସେଇ ଜମିରୁ ନିଲ ଚାଷ ନ କରିବା ବାଧ୍ୟ ନ କରି ସେମାନେ କ'ଣ ଜମିର ଭାଡ଼ାକୁ ବଢ଼େଇ ଦେଉଥିଲେ, ବେଆଇନ ଟିକସଟିଏ ଆଦାୟ କରୁଥିଲେ। ଏହି ସମସ୍ୟାର ସମ୍ମୁଖୀନ ଯେଉଁ ଚାଷୀମାନେ ହେଉଥିଲେ, ତେଣୁକରି ମହାତ୍ମା ଗାନ୍ଧୀଙ୍କର ନିମନ୍ତ୍ରଣ କରିଥିଲେ ରାଜକୁମାର ଶୁକ୍ଳ, ତାଙ୍କ ସହିତ ବିଭିନ୍ନ ପ୍ରକାର ଆଇନଜୀବୀ ମାନେ ଯାଇଥିଲେ। ଆଉ ସେଥିର କଲେକ୍ଟର ଯେଉଁ ଥିଲେ ମହାତ୍ମା ଗାନ୍ଧୀକୁ ଆଉ ସେ ତାଙ୍କ ସଦସ୍ୟ ମାନଙ୍କୁ ମନା କରିଦେଇଥିଲେ, ତମେ ଏ ଜାଗା ଛାଡ଼ି ଯାଇକି ଯାଅ ବୋଲି କହିଥିଲେ। ଆଉ ମହାତ୍ମା ଗାନ୍ଧୀ ତାଙ୍କୁ ଖାରଜ କରିଥିଲେ, ପ୍ରତ୍ୟାହାର କରିଥିଲେ। ଆଉ ସେ ଜାଗାରେ ସେ ରହିକି ଆନ୍ଦୋଳନ କରିଥିଲେ। ଆଉ ସେଥିରେ ଗୋଟେ କମିଟି ଗଠନ ହୋଇଥିଲା, ସେ କମିଟିର ସଦସ୍ୟ ମଧ୍ୟ ସେ ହେଇଥିଲେ। ଆଉ ଯେଉଁ 25% ସେ ଯେଉଁ ବେଆଇନ ଟ୍ୟାକ୍ସ କରଟା ଆଦାୟ କରିଥିଲା ସବୁକୁ ଫେରାଇ ଦେଇଥିଲେ ମହାତ୍ମା ଗାନ୍ଧୀ ସମସ୍ତଙ୍କୁ ଲାଭବାନ କରିଦେଇଥିଲେ। ଟ୍ୟାକ୍ସଟି ଯେଉଁମାନଙ୍କୁ ଯେତେ ଦରକାର ସେମାନଙ୍କୁ ଟ୍ୟାକ୍ସ ସେତେ ଦିଆଯାଉ, ଆଉ ଯେଉଁ ବେଆଇନ ଟ୍ୟାକ୍ସଟି ଥିଲା 25% ସେଟାକୁ ଫେରାଇ ଦେଇଥିଲେ। ଏହା ଥିଲା ଚମ୍ପାର ଆନ୍ଦୋଳନ। ଆଉ ଏହାକୁ କୁହାଯାଏ ପ୍ରଥମ ସଫଳତା ଅହିଂସା ଆନ୍ଦୋଳନ ବୋଲି କୁହାଯାଏ। ଆଉ ଏହା ମଧ୍ୟ କୁହାଯାଏ ଭାରତର ବା ମହାତ୍ମା ଗାନ୍ଧୀର ପ୍ରଥମ ଆଇନ ଅମାନ୍ୟ ଆନ୍ଦୋଳନ କୁହାଯାଏ। ବୁଝିଲା ପିଲାମାନେ? ଯଦି ଭଲ ଲାଗିଥିବ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବ, ଲାଇକ୍ କରିବ, ସେୟାର କରିବ, ସବସ୍କ୍ରାଇବ କରିବ, ଆଉ ବହୁଳ ମାତ୍ରାରେ ପିଲାମାନଙ୍କୁ ସେୟାର କରିବ। ଆମେ ନେକ୍ସଟ ପାର୍ଟରୁ ତାର ଖେଡ଼ା ଆନ୍ଦୋଳନ, ରାଓଲ ଆଇନ, ଜାଲିଆନାବାଗ ବିଷୟରେ ଆମେ ପଢ଼ିବା। ଦେଖା ହେବା ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ ପିଲାମାନେ।